सुरपति गणेशार्चित पदो जगन्नाथ स्वामी नयन पथगामी भवतु मे जगन्नाथ स्वामी नयन पथगामी भवतु मे। परमोच्च प्रभो सत्यं नित्यं त्वमेव केवलम् अनुवर्तामहे सत्यम् अनुजीवाम केवलम् अनुजीवाम केवलम् अनुजीवाम केवलम्। ॐ नमो भगवते वासुदेवाय। ॐ नमो भगवते श्रीमीरारविन्दाय। श्रीमाता शरणं मम, श्री अरविंद शरणं मम। ओम। दिव्यात्मन ଆଜିର ଏଇ ଗୀତା ଜ୍ଞାନ ଯଜ୍ଞର ପବିତ୍ର ପରିସରକୁ ତୁମ ସମସ୍ତଙ୍କୁ ସସ୍ନେହ ସ୍ୱାଗତ। ଭଗବତ ଗୀତାର ଯୋଉ ପୃଷ୍ଠଭୂମି ତାହାକୁ ଆମେ ପୂର୍ବରୁ ଅତି ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିସାରିଛେ। ଆଜି ଦ୍ୱିତୀୟ ଅଧ୍ୟାୟର ତୃତୀୟ, ଚତୁର୍ଥ ଆଉ ପଞ୍ଚମ ଶ୍ଲୋକ ଆମେ ଆଲୋଚନା କରିବା। ଶ୍ରୀ ଅରବିନ୍ଦଙ୍କ ଦୃଷ୍ଟିରେ ଗୀତାର ବ୍ୟାଖ୍ୟା ଅଦ୍ଭୁତ, ଅନୁପମ। ପୂର୍ବରୁ ଯେତେ ବ୍ୟାଖ୍ୟାକାର ପୃଥିବୀରେ ଗୀତାର ବ୍ୟାଖ୍ୟା କରିଛନ୍ତି ସମସ୍ତେ ମୁଖ୍ୟତଃ ବିଭିନ୍ନ ଦର୍ଶନ ଶାସ୍ତ୍ରର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଗୀତାର ବ୍ୟାଖ୍ୟା କରିଛନ୍ତି। କିନ୍ତୁ ଶ୍ରୀ ଅରବିନ୍ଦ ପୃଥିବୀରେ ଗୀତା ଉପରେ ଥିବା ସମସ୍ତ ବ୍ୟାଖ୍ୟାକୁ ଏବଂ ତା ସହିତ ବେଦ, ଉପନିଷଦ, ବ୍ରହ୍ମସୂତ୍ର ଏସବୁର ବ୍ୟାଖ୍ୟାକୁ ସନ୍ନିହିତ କରି ଅଦ୍ଭୁତ ବ୍ୟାଖ୍ୟା ପ୍ରଦାନ କରିଛନ୍ତି, ଯାହା ପୂର୍ଣ୍ଣାଙ୍ଗ ଏବଂ ଯୋଗ ମାର୍ଗରେ ଏକ ରାଜମାର୍ଗ, ପ୍ରଶସ୍ତ ମାର୍ଗ ନିର୍ମାଣ କରିଛି ପ୍ରତ୍ୟେକ ଅଭିପ୍ସୁ ସାଧକ ମାନଙ୍କ ପାଇଁ। ଏଥିରେ କେବଳ ସାଧକ ନୁହନ୍ତି, ଶିଶୁ, ତରୁଣ, ପ୍ରୌଢ, ବୃଦ୍ଧ ସମସ୍ତଙ୍କ ପାଇଁ ଏକ ଅଦ୍ଭୁତ ପ୍ରକାରର ନିର୍ଦ୍ଦେଶ ରହିଛି। ଆଉ ସେ ନିର୍ଦ୍ଦେଶଟି ହେଲା ନିଜର ଚେତନା ଭିତରେ ଥିବା ଯୋଉ କେନ୍ଦ୍ର ବା ନିଜ ଜୀବନର ସେ ମୂଳ ବିନ୍ଦୁଟିକୁ ସ୍ପର୍ଶ କରିବା ପାଇଁ ଏକ ଆକୁଳ ଆକାଂକ୍ଷା ସୃଷ୍ଟି କରିବା। ଯଦି ମଣିଷର ଚେତନାରେ ସେହି ଜ୍ୱାଳାମୟୀ ଆକାଂକ୍ଷା ବା ଅଭିପ୍ସା ପ୍ରଜ୍ୱଳିତ ନ ହୁଏ ତାହେଲେ ଭଗବାନଙ୍କ ଆଡକୁ ଯିବା ପ୍ରକୃତରେ କଷ୍ଟସାଧ୍ୟ। କାହିଁକି ନା ଏଇ ଅଭିପ୍ସା ହିଁ ଆମକୁ ଜାଳୁଥାଏ ଆଉ ଆମ ପରିପାର୍ଶ୍ୱରେ ଥିବା ସମସ୍ତ ମାୟା, ସମସ୍ତ ବନ୍ଧନ, ସମସ୍ତ ଜଞ୍ଜାଳ, ସମସ୍ତ ଜଡତାକୁ ଧ୍ୱଂସ କରୁଥାଏ ଆଉ ଆମର ହାତକୁ ଧରି ଧୀରେ ଧୀରେ ଆମ ଅଜ୍ଞାତ ସାରରେ ଆମକୁ ପ୍ରସ୍ତୁତ କରୁଥାଏ ଆଉ ଆମକୁ ଏକ ସୁନ୍ଦର ଧାରାରେ ଛନ୍ଦମୟ ଗତିରେ ଆଗେଇ ନଉଥାଏ
ପ୍ରଭୁଙ୍କ ଆଡକୁ। ଆଉ ଏଇ ଯାତ୍ରା ହଉଛି ପ୍ରଭୁଙ୍କ ପାଇଁ ଏକ ମଧୁର ପ୍ରସ୍ତୁତି, ଯୋଉଠି ଅଶ୍ରୁତ ଅଛି, ଜ୍ୱଳନ ବି ଅଛି, ଯାତନା ବି ଅଛି, କିନ୍ତୁ ତା ସହିତ ଭଗବାନଙ୍କ ପାଇଁ ଚଳିବାର ଏକ ଅଦ୍ଭୁତ ଆନନ୍ଦ ଅଛି। ଏ ସଂସାରରେ ସମସ୍ତେ ସୁଖ ପାଇଁ ବଞ୍ଚନ୍ତି ସାଧାରଣତଃ। ଏ ସଂସାରରେ କେହି ସତ୍ୟ ପାଇଁ ବଞ୍ଚିବା ଲାଗି ପ୍ରସ୍ତୁତ ଏପର୍ଯ୍ୟନ୍ତ ହେଇନାହାନ୍ତି, କିନ୍ତୁ ଆମ ଅଜ୍ଞାତ ସାରରେ ଭଗବାନଙ୍କର ପ୍ରେମମୟ କରୁଣାମୟ ଦୃଷ୍ଟି ଯାହା ଉପରେ ପଡିଯାଏ ତାକୁ ସେ ତା ଆଡକୁ ଟାଣି ନିଅନ୍ତି। ସେଥିପାଇଁ ଶ୍ରୀ ଅରବିନ୍ଦ କହିଛନ୍ତି, ହି ହୁ ଚୁଜେସ୍ ଇନଫିନିଟ has been chosen by the infinite। ଯେ ଭଗବାନଙ୍କୁ ନିର୍ବାଚନ କରେ, ପ୍ରଥମେ ସେ ଭଗବାନଙ୍କ ଦ୍ଵାରା ନିର୍ବାଚିତ ହେଇଥାଏ। ତେଣୁ ଆମେ ତାଙ୍କୁ ଭଲ ପାଇବା ପୂର୍ବରୁ, ତାଙ୍କ ଚରଣରେ ସମର୍ପଣ କରିବା ପୂର୍ବରୁ ସେ ଆମକୁ ସ୍ୱୀକାର କରିଥାନ୍ତି। ଯଦି ସେ ଆମକୁ ସ୍ୱୀକାର ନ କରନ୍ତେ ଆମେ ତାଙ୍କ ଆଡକୁ ପ୍ରକୃତରେ ଯାଇପାରନ୍ତୁ ନାହିଁ। କାହିଁକି? ମାନୁଷୀ ଶରୀରରେ ଯେତେବେଳେ ଆତ୍ମା ପୃଥିବୀକୁ ଆସେ, ଯେତେବେଳେ ମାତୃ ଜଠରରୁ ଏ ପୃଥିବୀରେ ସେ ଏ ମାଟିକୁ ସ୍ପର୍ଶ କରେ, ଏଇ ପଞ୍ଚ ମହାଭୂତ ଏବଂ ଅପରା ପ୍ରକୃତିର ଅଷ୍ଟବିଧ ବିଭାବ, ପଞ୍ଚ ମହାଭୂତ ଆଉ ଖଂ ମନ ବୁଦ୍ଧି ଆଉ ଅହଙ୍କାର ଦ୍ଵାରା ସେ କବଚାବୃତ ହେଇଯାଏ। ଆଉ ଯେତେବେଳେ କବଚାବୃତ ହେଇଯାଏ, ସେ ଦୁଇଟି ଧାରାରେ ଇତସ୍ତତ ହବାକୁ ଲାଗେ। ଗୋଟିଏ ହେଲା ଇଚ୍ଛା, ଆଉ ଗୋଟିଏ ହେଲା ଦ୍ୱେଷ, ଲାଇକିଂ ଆଣ୍ଡ ଡିସଲାଇକିଂ। ଏମିତି କୌଣସି ଆତ୍ମା ନାହିଁ ଯିଏ ସମାଧି ପୂର୍ବରୁ, ପୂର୍ଣ୍ଣ ଭାବରେ ଭଗବାନଙ୍କ ସହିତ ସମ୍ମିଳିତ ହବା ପୂର୍ବରୁ କୌଣସି କ୍ଷେତ୍ରରେ ଚେତନାରେ ସମ୍ପୂର୍ଣ୍ଣ ନିଷ୍ପୃହ ରହିପାରିବ। ଜଣେ ଭଲ ପାଇବ, ନହେଲେ ଘୃଣା କରିବ, ଜଣେ ଗ୍ରହଣ କରିବ, ନହେଲେ ବର୍ଜନ କରିବ। କିନ୍ତୁ ଭଗବାନଙ୍କର ଯୋଉ ସ୍ଥିତି, ସେଇ ସ୍ଥିତି ହଉଛି ସେ ନା କାହାକୁ ଗ୍ରହଣ କରେ, ନା କାହାକୁ ବର୍ଜନ କରେ। କାହିଁକି ନା ସେ ସ୍ଥିତି ହଉଛି ବାସୁଦେବ ସର୍ବମିତି ସମାହାତ୍ମା ସୁଦୁର୍ଲଭ। ସର୍ବତ୍ର ଯେ ତାଙ୍କୁ ଦର୍ଶନ କରେ, ତାଙ୍କ ସହିତ ପ୍ରତି ମୁହୂର୍ତ୍ତରେ ମିଳିତ ହେଇ ରହିଥାଏ, ଯାହା ଭିତରେ ମୁତ୍ୱ ଆଉ ଅନ୍ୟ ଭାବ ନାହିଁ, ସେ ସର୍ବତ୍ର କେବଳ ତାଙ୍କୁ ହିଁ ଅନୁଭବ କରେ। ତେଣୁ ସିଏ ଭଗବାନଙ୍କର ହୁଏ ଯନ୍ତ୍ର। ତା ଭିତର ଦେଇ ଏ ପୃଥିବୀର ସମସ୍ତ କର୍ମ ଦିବ୍ୟ ଜନନୀ ସମ୍ପାଦନ କରନ୍ତି। କାହିଁକି ନା ତା ନିଜସ୍ୱ କୌଣସି କର୍ତ୍ତୃତ୍ୱ ଅଭିମାନ ନଥାଏ, ନିଜର କୌଣସି ଇଚ୍ଛା ନଥାଏ, ନିଜର କୌଣସି କାମନା ନଥାଏ। ସେ ନିଜକୁ ପୂର୍ଣ୍ଣ ରୂପରେ ତାଙ୍କ ଚରଣରେ, ତାଙ୍କରି କର୍ମ ପାଇଁ, ତାଙ୍କରି ଅଭିବ୍ୟକ୍ତି ପାଇଁ ଏ ସଂସାରରେ ମାନସୀ ଶରୀରରେ ଆତଜାତ ହେଉଥାଏ। ଅର୍ଜୁନକୁ ଭଗବାନ ମହାଭାରତ ଯୁଦ୍ଧ ପୂର୍ବରୁ ପ୍ରସ୍ତୁତ କରିଛନ୍ତି ଆଉ ସ୍ୱୀକାର କରିଛନ୍ତି। ଅର୍ଜୁନ ଆଉ ଶ୍ରୀକୃଷ୍ଣ ଉଭୟଙ୍କର ସମ୍ପର୍କ ହେଲା ନର ନାରାୟଣଙ୍କର। ଏବଂ ପୃଥିବୀରେ ଯେତେବେଳେ ନୂତନ ନୂତନ କିଛି କର୍ମର ଧାରା ପ୍ରସ୍ତୁତ ହେଇଛି, ବା ଭଗବାନ କୌଣସି ଏକ କର୍ମକୁ ଧରି ବା ଆଧାର କରି, ଉପଜୀବ୍ୟ କରି ଏ ପୃଥିବୀକୁ ଆଉ ଏକ ପାଦ ଉତ୍ତର କରିଛନ୍ତି, ସେତିକି ବେଳେ ସବୁ ସମାନ ଭାବରେ ପୃଥିବୀକୁ ଆସିଥାନ୍ତି। ଯେମିତି ଅର୍ଜୁନଙ୍କ ସହିତ ଆମେ ଦେଖିଛୁ, ଯେମିତି ଉଭୟବିଧ ପ୍ରକୃତି ହଉଛି ଶ୍ରୀକୃଷ୍ଣ ଆଉ ଅର୍ଜୁନ, ଯେମିତି ରାମକୃଷ୍ଣଙ୍କ ସହିତ ବିବେକାନନ୍ଦ, ମାଙ୍କ ଶ୍ରୀ ଅରବିନ୍ଦଙ୍କ ସହିତ ମା ଆସି ଯେତେବେଳେ ଯୁକ୍ତ ହେଲେ, ଏବଂ ସର୍ବୋପରି ଆମର ଓଡିଶାର ଧାରାରେ ଯେତେବେଳେ ବାବାଜୀ ମହାରାଜଙ୍କ ସହିତ ପ୍ରପତ୍ତି ଯୋଗ ଦେଲେ ଏବଂ ଦ୍ୱୈତ ଭାବରେ କର୍ମକୁ ଅଭିବ୍ୟକ୍ତ କଲେ। ଅର୍ଜୁନ ହଉଛନ୍ତି ସମଗ୍ର ମାନବ ଜାତିର ପ୍ରତିନିଧି। ଅର୍ଜୁନଙ୍କର ସଙ୍କଟ ହଉଛି ସମଗ୍ର ମାନବ ଜାତିର ସଙ୍କଟ। ତେଣୁ ଏଇ ଯୋଉ ଯୁଦ୍ଧ କ୍ଷେତ୍ର,
ए युद्ध क्षेत्र होची कौनसी को भौगोलिक सीमा भितर आबद्ध नुहे। ए युद्ध क्षेत्र होची आमर अंतर, आम चेतना होची ए जीवन होची से युद्ध भूमि। एवं ए जीवन भितरे आमरी भितरे ए उभय सेना सम्मुखीन होछंती परस्पर। तेणु द्वितीय अध्याय है उपनिषद भाषा रे से देदीप्यमान क्षण सेटा होछि डिलाइट डन, जोठी आत्मा जागृत हब जहा फल रे कन्फ्यूजन भितर से क्लारिटी आड़क गति करिवो एवं अटैचमेंट बा आसक्ति भितर से दिव्य कर्म आड़क उत्तोलित हब, दिव्य कर्म करवा लगी बा भगवान कर जंत्र हवा लगी। अर्जुन कर जो संकट से संकट होची आम प्रत्येकंकर संकट। संकटटी कौन प्रकृत रे? ए संकट होची अति सहज और सरल। प्रथम संकट होची, प्रथम भार होची आमे निजे स्वयं। आमे कहिले आमे काहा को बुझुछु? आमे कहिले आमे कोन बुझुछु? ए शरीर को, प्राण को, मन को, आमर विभक्त चेतना को, खंडित आग्रह और अनाग्रह को आमे कहिले आमे सब को बुझुछु और ए सब को भी बुझुनु। किंतु एहार अंतराल रे, एहार पश्चात रे रही छंती एक देदीप्यमान आलोक शक्ति, से होचंती हमर आत्मा। तांको स्पर्श करिवा पाई, तांको अनुभव करिवा पाई आमर चेतना ए पर्यंत प्रस्तुत हे नाते। जेतेबेले शरीर आत्मा को धारण करने पाई और आत्मा को सहित संयुक्त हे जिवे सेतबेले शरीर दिव्य हे जिवो, जहा को सावित्री रे श्री अरविंद कहते इवन बॉडी शैल रिमेंबर गॉड। जो पर्यंत हमर प्राण कंपित होछि संसार रा दावदहन भितरे, कर्म कर्तव्य रा द्वंद्व भितरे, करणीय अकरणीय जंत्रणा भितरे एवं जेतेबेले मनीष मुत्व आउ ममत्व भितरे बांधी रही से पर्यंत मनीष निजे अनुभव करुचे जे से बंधन रे अछि। ए बंधन रो बाहरी आसीबा पाई से निजे बाहरी परिबो नाही। केमिति? जेतेबेले जने पंजुरी भितरे बंद हेकी थाए से कोन निजे निजे को खोली पारे? से निजे निजे को खोली पारे नाही। ताको खोलिबा पाई हेले से कहार सहायता आवश्यक करे और से सहायता होची भगवत कृपा और गुरुंकर कृपा। सही गुरुंकर कृपा न हेले आत्मा बा जीवात्मा निजर बंधन रु निजे मुक्त हे परिबो नाही। तेणु द्वितीय जो आमे सुंदर भाବରେ देखले जो पृष्ठभूमिटी, जो पृष्ठभूमि भितरे अर्जुन एक संकटमय स्थिति रे घोषणा करुछंती मु युद्ध करिबि नाही। एवं तांकर जो विषाद से विषाद भितरु परम गुरु दिव्य गुरु अर्जुन को उत्तोलित करिवे, प्रस्तुत करिवे। तेणु गीतार प्रत्येकटी श्लोक भितरे आम प्रत्येकଙ୍କ ପାଇଁ वार्ता रहिଛି, गभीर अर्थ रहिଛି। से गभीर अर्थटी हला आमे निजको निजे जानी बुझी परिबु ए पर्यंत आमे मोहग्रस्त ही रहिछु ना मोह को चिन्ही पारिलुणी। मोहरु बाहरिबा बहुत दूरर कथा, आगे मोह को चिन्हिबा आवश्यक जे ए सब जहा मु देखुची बा मु अनुभव करुची भल आ मंदर जो व्याख्या मु करुची ज्ञानर जेते जेते मु पढ़िछि बा ताको मु जस्टिफाई करिया पई जहा कहूची से सब प्रकृत रे दिव्य कर्म पाई अभिप्रेत ना दिव्य कर्म ठारू मते दूर को नहीं जाउछि। अर्जुन जहा पढ़िछंती तांकर जो माइंड स्ट्रक्चर, जो शिक्षा, जो नैतिक ज्ञान ए सब को धर्म नाम रे व्यवहार करुछंती। श्री अरविंद कहउछंती जे अर्जुन प्रकृत रे धर्म को व्यवहार करी धर्म ठारू दूरे जाउछंती। काहेकि ना धर्म मनीष जीवन रे अनेक अनेक धर्म रही, अनेक अनेक भूमिका रही। जेमती पितार धर्म, पुत्रर धर्म, सखार धर्म, भरतार धर्म, बंधुर धर्म, अनेक भूमिका।
ଅନେକ ଭୂମିକାର ଅନେକ ଧର୍ମ ଏବଂ ଏ ସବୁ ଧର୍ମ ଭିତରେ ପରସ୍ପର ଅନେକ ସଂଘର୍ଷ ମଧ୍ୟ, କାରଣ ଗୋଟିଏ ଭୂମିକା ସହିତ ଆଉ ଗୋଟିଏ ଭୂମିକାର ବେଳେ ବେଳେ କଣ ହୁଏ ଯେ ସଂଘର୍ଷ ହୁଏ। ତେଣୁ ଏମିତି ସମୟ ଆସେ ଜୀବନରେ ଯେତେବେଳେ ସବୁ ଭୂମିକା ଭିତରେ ମଣିଷର ଆତ୍ମାଟି କଣ ହଉଥାଏ, ପ୍ରତ୍ୟେକ ମୁହୂର୍ତ୍ତରେ ସେ ଦବୁଥାଏ, ବୁଝିପାରୁନଥାଏ ପ୍ରକୃତରେ ସେ କଣ କରିବ, କାହା ପାଇଁ କରିବ, ଆଉ ତଥାପି ସେ ନିଜେ ସମ୍ପୂର୍ଣ୍ଣ ଭାବରେ କିଭଳି ସମସ୍ତ ପାପରୁ ମୁକ୍ତ ରହିପାରିବ। ପାପ ଆଉ ପୁଣ୍ୟର ବ୍ୟାଖ୍ୟା ଯଦି ଆମେ କରିବା ନୈତିକ ଦୃଷ୍ଟିରୁ, ସମାଜ ଦୃଷ୍ଟିରୁ, ତାହେଲେ ତାହାର କଥା ଅଲଗା। କିନ୍ତୁ ଶ୍ରୀ ଅରବିନ୍ଦଙ୍କ ଦୃଷ୍ଟିରେ ଯେ ପାପ ଆଉ ପୁଣ୍ୟର କୌଣସି ଅସ୍ତିତ୍ଵ ନାହିଁ। ସ୍ୱୟଂ ଗୀତା ମଧ୍ୟ କହିଛନ୍ତି, ନାଦତେ କସ୍ୟଚିତ୍ ପାପମ୍ ନ ଚୈବ ସୁକୃତମ୍ ବିଭୁ ଅଜ୍ଞାନେନ ବୃତମ୍ ଜ୍ଞାନମ୍ ତେନ ମୁହ୍ୟନ୍ତି ଯନ୍ତବ। ଭଗବାନ ମଣିଷର ପାପ ପୁଣ୍ୟ ସାଙ୍ଗରେ ତାଙ୍କର କୌଣସି ସମ୍ବନ୍ଧ ନାହିଁ। କାହିଁକି ନା ପ୍ରତ୍ୟେକ ଜୀବାତ୍ମା ତାର କର୍ମ ଅନୁସାରେ ସେ ଫଳ ଲାଭ କରିବ ଏବଂ ଏଇ ଅନୁସାରେ ତାର ଜନ୍ମ ଜନ୍ମାନ୍ତରର ଗତି। କିନ୍ତୁ ଗୋଟିଏ ମାର୍ଗ ରହିଛି, ସେଇ ମାର୍ଗଟି ହେଲା ଶାଶ୍ୱତ ମାର୍ଗ। ଅର୍ଜୁନଙ୍କର ଯୋଉ ସଙ୍କଟ ଅଛି, ସେଇ ସଙ୍କଟକୁ ଆହୁରି ଗଭୀର ଭାବରେ ବୁଝିବାକୁ ହେଲେ, ତାଙ୍କ ସହିତ ଆମ ଚେତନାକୁ ସଂଶ୍ଳିଷ୍ଟ କରିବାକୁ ହେଲେ ଆମକୁ ଉପନିଷଦର ଗୋଟିଏ ଗଳ୍ପକୁ ଶୁଣିବାକୁ ହବ ବା ମନେ ପକେଇବାକୁ ହବ। ଆପଣ ମାନେ ସମସ୍ତେ ଶୁଣିଥିବେ, ସେଠି ହେଲା କଠୋପନିଷଦର ନଚିକେତାର ଗଳ୍ପ। ନଚିକେତା ତାଙ୍କର ପିତା ବାଜଶ୍ରବା ଯେତେବେଳେ ଯଜ୍ଞ କରୁଛନ୍ତି ଏବଂ ଯଜ୍ଞ ପରେ ଅନେକ ଗୋଦାନ କରୁଛନ୍ତି, ସେତେବେଳେ ନଚିକେତା ଛୋଟ ବୟସର ଶିଶୁ ଲକ୍ଷ୍ୟ କରୁଛନ୍ତି ଯେ ପିତା ସମସ୍ତ ରୁଗ୍ଣ ଆଉ ବୃଦ୍ଧା ଗାଭୀ ମାନଙ୍କୁ ଦାନ କରୁଛନ୍ତି ବ୍ରାହ୍ମଣ ମାନଙ୍କୁ। ତାଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଯଜ୍ଞ ପାଇଁ ଏସବୁ କାହିଁକି ସେ ଦାନ କରୁଛନ୍ତି? କାରଣ ଯୋଉ ଗାଭୀ ମାନଙ୍କୁ ନେବେ ବ୍ରାହ୍ମଣ ମାନେ, ତାଙ୍କ ଠାରୁ ତ କ୍ଷୀର ସେମାନେ ପାଇବେ ନାହିଁ, ବରଂ ତାଙ୍କୁ ଖାଦ୍ୟ ବି ଦେଇପାରିବେ ନାହିଁ। ତାଙ୍କୁ ସେମାନେ ବାହାରେ ବି ଛାଡିଦେଲେ ପାପ ହବ। ସେମାନେ ରଖିଲେ ବି ତାଙ୍କର ଦାନର କିଛି ଫଳ ତାଙ୍କୁ ମିଳିବ ନାହିଁ। ଦାନଟି ତାଙ୍କ ପାଇଁ ଗୋଟିଏ ଆଶୀର୍ବାଦ ନ ହେଇକି ଅଭିଶାପ ହେଇଯିବ, ବୋଝ ହେଇଯିବ। ତେଣୁ ପିତାଙ୍କର ଏଇ ସବୁ କର୍ମକୁ ଦେଖୁ ଦେଖୁ ନଚିକେତା ଅତିଷ୍ଠ ହେଇ ଶେଷରେ ପିତାଙ୍କ ପାଖକୁ ଯାଇ ପ୍ରଶ୍ନ କରୁଛନ୍ତି, ପିତା ଏଇ ଯଜ୍ଞରେ ଆପଣ ସବୁ କିଛି ଆପଣଙ୍କର ଦାନ କରୁଛନ୍ତି, ମତେ କାହାକୁ ଦାନ କରୁଛନ୍ତି? ମତେ କାହାକୁ ଦାନ କରିଛନ୍ତି? ଯୋଉ ମୋହ ଭିତରେ ଯଜ୍ଞ ଭଳି ଏକ ପବିତ୍ର ଅନୁଷ୍ଠାନ କରୁଛନ୍ତି ତାଙ୍କ ପିତା, ଅଜ୍ଞାନତା ଦ୍ଵାରା ଚେତନା ଆବୃତ ହେଇଯାଇଥିବାରୁ ସେ ତାର ସତ୍ୟକୁ ସେ ବୁଝୁଛନ୍ତି ପୁଅ କାହିଁକି କହୁଛି, କିନ୍ତୁ ସେ ତାର ସମ୍ମୁଖୀନ ହବାକୁ ସମର୍ଥ ହେଇପାରୁନାହାନ୍ତି। ତେଣୁ ପୁଅକୁ ଆଭଏଡ କରିବା ପାଇଁ ପୁଅ ବାରମ୍ବାର ନଚିକେତା ପ୍ରଶ୍ନ କରୁଛନ୍ତି, ପିତା ଆପଣ ମତେ କାହାକୁ ଦାନ କରିଛନ୍ତି? କାରଣ ସବୁଠାରୁ ପ୍ରିୟ ମୁଁ ଆପଣଙ୍କର, ଆଉ ସବୁ ପ୍ରିୟ ବସ୍ତୁକୁ ଦାନ କରିବା କଥା। ଏବଂ ସେତେବେଳେ ତାଙ୍କ ପିତା କହୁଛନ୍ତି, ମୁଁ ତତେ ଯମକୁ ଦାନ କଲି ବିରକ୍ତିରେ। କିନ୍ତୁ ଏହି ଯୋଉ ଯାହାକୁ ଗୋଟେ ପୁତ୍ର ଅଭିଶାପ ବୋଲି ଗ୍ରହଣ କରିବା କଥା, ନଚିକେତା ତାକୁ ସ୍ୱୀକାର କରୁଛନ୍ତି, ଦିସ୍ ଇଜ ମାଇ ଡିଭାଇନ ଡେଷ୍ଟିନି। ମୋ ପିତା ଯାହା ମତେ ବରଦାନ ଦେଲେ, ଆଉ ସେ ଚାଲିଛନ୍ତି ଯମପୁରକୁ। ତାପରେ ଯାହା ଘଟଣା ହେଲା ଆପଣ ମାନେ ସମସ୍ତେ ଜାଣିଛନ୍ତି। କିନ୍ତୁ ଏଇ ଯୋଉ ମୋହ, ପିତା ପୁତ୍ର ବନ୍ଧୁ ସଖା ପରିବାର ସ୍ୱଜନ, ଏଇ ଯୋଉ ଅନେକ ବନ୍ଧନରେ ଆତ୍ମା ଯୋଡି ହେଇଥାଏ, ସେ ଭିତରୁ, ସେ ବନ୍ଧନରୁ, ସେ ମମତ୍ବ ଭିତରୁ ସେ ନ ବାହାରିବା ପର୍ଯ୍ୟନ୍ତ ସେ କେବେ ହେଲେ ମୁକ୍ତିର ପଥକୁ ନିର୍ବାଚନ କରିପାରେ ନାହିଁ। ତେଣୁ ଯେତେବେଳେ 3ଟି ରାତି ସେ ସେଠି ପ୍ରତୀକ୍ଷା କରି ରହିଛନ୍ତି, ଯମଦେବ ତାଙ୍କୁ କହିଛନ୍ତି, ମୁଁ 3ଟି ବର ତମକୁ ଦେବି। ପ୍ରଥମ ବର ସେ ମାଗିଛନ୍ତି, ପିତାଙ୍କର କ୍ରୋଧକୁ ଶମିତ କରିଦିଅ। କାହିଁକି ନା ପିତାକୁ ଉଚ୍ଚତର ଚେତନା ଆଡକୁ ସେ ନେବାକୁ ଚାହାନ୍ତି। ଏବଂ ଦ୍ଵିତୀୟ ହେଲା ଯେ ଦ୍ଵିତୀୟ ବରଟି ସେ ମାଗିଛନ୍ତି
जे ए यज्ञर उद्देश्य कौन, यज्ञ कले कौन हुए, ए यज्ञर हवन आमे काहेकि अनुष्ठान करुछु एवं एठी यज्ञर मूल अर्थटी कठोपनिषद रे वर्णित रहिछि जे बहिर्यज्ञ होछि एक माध्यम, प्रकृत रे अंतर्यज्ञ होछि उद्देश्य। अब ए जो अंतर्यज्ञ, ए अंतर्यज्ञ रे जो दान दिया जाए से दान होछि निज सहित जहा जहा ए संसार रे आमे निजर बोली जाबुड़ी धरिथाउ ताकू अर्पण करिबा, ताकू दान करिबा। एवं सर्वोपरि से कहते जे मनीष मृत्यु परे तार अस्तित्व रहे ना नहीं, से प्रकृत रे किए जन्म मृत्यु भितरे जो आबद्ध जीवन सेतिकी मात्र तार परिचय ना ता बाहर आउ किछि अछि। आउ जम कहते ना मु तते बहुत किछि दे पारिबी, पृथ्वीर समस्त सुख आत्म तत्व तू मते पचारना, कहते ना सेटा ही मोर आवश्यक, आत्म तत्व ही मोर आवश्यक। तेणु ए आत्म तत्व दुईटी मार्ग जमदेव कहते, गोटे है श्रेय आउ है प्रेय। प्रेय है समस्त जीव जो मार्ग रे चलती, जहा हमको कौन करे सुख दिए, आमको भोगर समस्त इंधन जगाए, आउ जहाँ पे कहूँ तो पाथ ऑफ सक्सेस, सक्सेस सफलता। श्रेय मार्ग कौन, से सफलता तुमको प्रदान करे दिए ना, सी दिए तुमको सार्थकता। सार्थकता कौन, जो उद्देश्य पर पृथ्वी को तुम्हें आसीच ए मनुष्य शरीर धारण करी यदि से उद्देश्य चरितार्थ हैला ताहले जीवन हैला सार्थक। किंतु संसार रे केही सार्थक जीवन चाहते नाही, समस्ते चाहती सफल जीवन। तमे केते अर्जन करिछ, केते ख्याति, केते संपद, केते सुख, केते अनुभूति लाभ करिछ जीवन रे, ए सब हैला प्रेयर मार्ग। आ प्रेयर मार्ग रे जाउथबा यात्री केबे हेले जोग मार्ग रे प्रवेश करि परिबो नाही। जे श्रेयर संधानी तार जीवन रथरे ही भगवान शाश्वत सारथी से ही उपवेशन करे ताको मार्गदर्शन करिवे। तेणु गीतारे अर्जुन को चिरंतन सखा शाश्वत सारथी परम प्रभु ताको धीरे धीरे ए समस्त बंधन भितरु ताको उत्तोलित करुछंती। तेणु आमे प्रथम श्लोक रे गोटी गोटी करी कहिथिली जे काहेकि मधुसूदन कहा जायछि, गोटी गोटी करी अर्थ कहिथिली। आउ तापरे भगवान पचारचंदी कुतस्थाकस्मलमिदं विषमे समुपस्थितम अनार्य जुष्टमस्वर्ग्यम अकीर्तिम करमर्चना। एतिक पर्यंत हमर हेथिला। आज मु आशा करुछि समस्त पाखरे बही अछि, जो तीनोटी श्लोक आज आम आलोचना करिबा से तीनोटी श्लोक मु प्रथमे पढ़िबी, तापरे समस्त मिलित भाବରେ पढ़िबा, तापरे आलोचना। क्लैब्यम् आस्मगमः पार्थ नैतत्त्वयुपपद्यते, क्षुद्रम् हृदय दौर्बल्यम् त्यक्तोत्तिष्ठ परन्तप। अर्जुन उवाच कथं भीष्ममहं संख्ये द्रोणं च मधुसूदन ईशोभिः प्रतियोत्स्यामि पूजार्हा वरिसूदन। गुरून् हत्वा हि महानुभावान् श्रेयो भक्तुं भेक्ष्यमपीह लोके हत्वार्थकामांस्तु गुरूनिहैव भुञ्जीय भोगान् रुधिर प्रदिग्धान्। समस्त मिसिकी पढ़िबा। क्लैब्यम् आस्मगमः पार्थ नैतत्त्वयुपपद्यते, क्षुद्रम् हृदय दौर्बल्यम् त्यक्तोत्तिष्ठ परन्तप। अर्जुन उवाच कथं भीष्ममहं संख्ये द्रोणं च मधुसूदन
ईशुभिः प्रतियोत्स्यामि पूजार्हा वरिशोदना गुरून् हत्वा हि महानुभावान् श्रेयो भोक्तुं भेक्ष्यमपीह लोके हत्वार्थकामांस्तु गुरूनिहैव भुञ्जीय भोगान् रुधिरप्रदिग्धान्। मिलित भाବରେ मंत्र पाठर गोटे अद्भुत स्पंदन रही से चाहिए आम समस्ते आलोचना करने पूर्व मंत्र गुड़ी पाठ करवा। तो भगवान एठी अर्जुन को गोटे अद्भुत कथारे आघात करछथि। क्लेब्यम मास्मगा महापार्थ नैतद्वयुपपद्यते। एभली क्लीबता तुम भितरे कोठु आसिला? एभली क्षुद्र हृदय दौर्बल्य, हृदय दुर्बलता जहाँ अत्यंत क्षुद्र लोकों पाखरे देखा जाए, तमे जने वीर पुरुष आहा को तुम्हें परित्याग कर। प्रकृत क्लीबत्व शब्दर अर्थ ये अर्जुन को एथिपाई क्लीब कहा जाउछि। सेठी एक्चुअली एटा फिजिकल अर्थ रे हमें ग्रहण करू नाही क्लीब शब्दटा को, माने ट्रांसजेंडर बोले हमें नबा नाही। एठी होछि जे ए जो नारी आ पुरुषर चेतना ये होछि दुईटी चेतना। तो क्लीबत्व होछि ए उभय ठाରୁ अलगा। कौन अलगा ना एहार एक कौनसी, हाँ सेटा ही, हाँ से दृष्टि हाँ माने पौरुष कहिले माने तो पुरुष कहिले होछि जे एक जागृत चेतना। आम आर्य शब्दर अर्थ बहुत विशद भाव में आलोचना। आज्ञा ना ऊर्जा ठीक हबनी, ऊर्जा समस्त भीतर आसी परिबो। इठी पौरुष कहिले जे जहाँ को आमे कहिबा आत्मशक्ति, आत्मशक्ति एक जागृत अवस्था। पुरुष कहले आमर आत्म पुरुष, आ प्रकृति कहले आमर प्राण मन शरीर ए सब है प्रकृति अवस्था। स्ट्रांग हैविंग ग्रेट सेक्सुअल एनर्जी होची एक्जेक्टली नॉट दैट। प्रकृति रे जो पुरुष चेतना कहले आम भितरे जो हाँ हाँ एग्जैक्टली तुम्हारा जो सामर्थ्य जो शक्ति सामर्थ्य शक्ति कौन ପାଇଁ पुणी उपयोग करा जीवो? तुम जीवनर उद्देश्य को चरितार्थ करिवार जो पुरुषार्थ, पुरुषर पुरुषार्थ, पुरुष अर्थ माने से उद्देश्य को चरितार्थ करिबा जहाँ भितरे से पुरुषार्थर अभाव से हेला क्लीब। क्लीब क्लीबत्व जहाँ भितरे भी जेकोसी मनुष्य भितरे भी आसी पारे। जेतोले मनुष्य जड़, जेतोले मनुष्य तम गुण द्वारा आच्छादित हुए सेतोले ता भितरे कोनोसी आग्रह आसे नहीं, उत्साह आसे नहीं, आउ तार कोनोसी लक्ष्य न थाए, से लक्ष्यहीन ही जाए। आ सी सेतोले कोन करे ना पश्चात पद हुए। कोथुरु पश्चात पद हुए ना कर्मभूमि रु पश्चात पद हुए। आ ता भितरे कोनोसी जो संकल्प शक्ति से संकल्प शक्तिर अभाव ता भितरे देखा जाए। तेणु भगवान जहाँ को पुरुष श्रेष्ठ पुरुष सभ बोली बारंबार गीतार भगवान कहते, एठी अर्जुन को क्लीब बोली कहिबार अर्थ हैला अर्जुनकर जो स्वधर्म क्षत्रिय स्वभाव से स्वधर्म रु से विरत होछंती। जेतबेले मनुष्य स्वधर्म आ स्वभाव ये उभय को से बुझी पारे नाही, तार विपरीत कर्म जदि जने केही करे सेतबेले से कौन हो जाए ना जीवनर लक्ष्य कथा तो आम ये भूली जावा, लक्ष्य किछि नाही, से प्रकृति तार विरुद्ध आचरण करे, निज जीवनर उद्देश्यर विरुद्ध आचरण करे। तेणु भगवान एठी अर्जुन भितरे जो तामसिक प्रवृत्ति सृष्टि है जहाँ को जो मोह को जो अटैचमेंट को से धर्म बोली भावुछंती।
ଧର୍ମ ବୋଲି ଭାବି କହୁଛନ୍ତି କଣ, ଯେ ମୁଁ ଯାଇକି ଭିକ୍ଷା କରିବାର ଜୀବନ ବଞ୍ଚିବି, ମୋର ଗୁରୁଜନ ମାନଙ୍କୁ ମୁଁ ବଦ୍ଧ କରିବି ନାହିଁ। କାହିଁକି ନା ତା ଦ୍ଵାରା ମୁଁ ଯୋଉ ସୁଖ ଲାଭ କରିବି, ମୁଁ ଯୋଉ ରାଜ୍ୟ ଲାଭ କରିବି, ସେଥିରେ ମୋର ରକ୍ତ ରଞ୍ଜିତ ହବ। ଗୁରୁଜନ ମାନଙ୍କ ରକ୍ତରେ ରଞ୍ଜିତ ଯୋଉ ସୁଖ, ଯୋଉ ସିଂହାସନ, ତାହା ମୋର ଆବଶ୍ୟକ ନାହିଁ। ବରଂ ମୁଁ ଭିକ୍ଷା ମାଗି ଜୀବନ ଧାରଣ କରିବି। ଏଠି ଗୋଟେ ସୁନ୍ଦର ଶ୍ରୀ ଅରବିନ୍ଦ ଗୋଟେ ମଧୁର କଥା କହିଛନ୍ତି, ଅତି ସୁନ୍ଦର। ଶ୍ରୀ ଅରବିନ୍ଦ କହୁଛନ୍ତି, ଯଦି ଜଣେ ହିଂସାକୁ ପ୍ରୋତ୍ସାହନ ଦଉଛି, ଯୁଦ୍ଧକୁ ପ୍ରୋତ୍ସାହନ ଦଉଛି, ତାହେଲେ ଜଣେ ସାତ୍ବିକ ବ୍ୟକ୍ତି, ଜଣେ ସାଧକ ପ୍ରକୃତରେ ଜଙ୍ଗଲକୁ ଯାଇ ସାତ୍ବିକ ଜୀବନ ବଞ୍ଚିବାକୁ ସେ ଚାହୁଁଛି। ଏଇଟା ପ୍ରକୃତରେ ଗୋଟେ ଧାର୍ମିକର ଧାରାର ଗୋଟେ ସର୍ବଶ୍ରେଷ୍ଠ କଥା ବୋଲି ବୁଝିବା କଥା। ଅନ୍ୟକୁ ହତ୍ୟା କରିବାକୁ ସେ ଚାହୁଁନାହାନ୍ତି, ଯାଇକି ସାଧନା କରିବେ କହୁଛନ୍ତି, ଭିକ୍ଷା କରିକି ବଞ୍ଚିବେ, ସେ ବଡ ତ୍ୟାଗୀ। ଏତେ ବଡ ତ୍ୟାଗ କରିକି ସେ ସନ୍ନ୍ୟାସ ନବାକୁ ଚାହୁଁଛନ୍ତି। କିନ୍ତୁ ସେ ତ୍ୟାଗକୁ ଏଠି ପ୍ରଭୁ ଆଘାତ କାହିଁ କରୁଛନ୍ତି? ଏଟା ତ ପ୍ରକୃତରେ ସାଧନାର କଥା, ସତ୍ୱ ଗୁଣର କଥା। ସତ୍ୱ ଗୁଣକୁ ସ୍ୱୀକାର ନ କରି ଭଗବାନ ଓଲଟା କଥା କାହିଁକି କହୁଛନ୍ତି? ଏଇଠୁ ଆମକୁ ବୁଝିବାକୁ ହବ ଯେ ଆଧ୍ୟାତ୍ମିକ ମାର୍ଗରେ ନୈତିକତାର କୌଣସି ଚିହ୍ନ ନାହିଁ। ନୈତିକତାର କୌଣସି ଚିହ୍ନ ନାହିଁ। କାହିଁକି ନା ଏ ସଂସାରରେ ଯାହା କିଛି ଭଲ ଆଉ ମନ୍ଦ ଚାଲିଛି, ପ୍ରାତିଭାସିକ ସତ୍ୟ, ତାହା ହଉଛି ନଟ୍ ଆବସଲ୍ୟୁଟ। ଏହା ଟାଇମ ଆଉ ସ୍ପେସ ର ଉର୍ଦ୍ଧ୍ୱରେ ନୁହେଁ। ଆମ ଦେଶରେ ଯାହା ସତ୍ୟ, ସାମାଜିକ ସତ୍ୟ, ଅନ୍ୟ ଦେଶରେ ପାଶ୍ଚାତ୍ୟରେ ତାହା ନୁହେଁ। ତେଣୁ ଯାହା ଚିରନ୍ତନ ସତ୍ୟ, ଯାହା ଥିଲା, ଅଛି, ଆଉ ରହିବ, ଯୋଉ ଉଦ୍ଦେଶ୍ୟରେ ଏ ସୃଷ୍ଟି ଭଗବାନ ନିର୍ମାଣ କରିଛନ୍ତି, ସେଇ ଉଦ୍ଦେଶ୍ୟ ଯିଏ ବୁଝିପାରିବ, ସେଇ ଏକ ଦିବ୍ୟ ଦୃଷ୍ଟି, ଦ ଡିଭାଇନ ଭିଜନ, ସେକୁ ଲାଭ ହବ। ଦ ଡିଭାଇନ ଭିଜନ, ତ ଦିବ୍ୟ ଦୃଷ୍ଟି ନହେଲେ ସେ ଜାଣିପାରିବ ନାହିଁ, ଦେଖିପାରିବ ନାହିଁ। ଆଉ ଦିବ୍ୟ ଦୃଷ୍ଟି ଯଦି ନାହିଁ, ତାହେଲେ ଜଣେ ଧର୍ମ ମାର୍ଗରେ ଚାଲିପାରିବ ନାହିଁ। ଏଠି ଧର୍ମ କଣ? ଲ ଅଫ ଦ ସୋଲ। ଏହା ହଉଛି ଆତ୍ମାର ବିଧି, ଆତ୍ମାର ବିଧି, ଆତ୍ମାର ଧାରା। ଏବଂ ଏ ଆତ୍ମାର ଧାରା କଣ କରେ ନା, ଯୋଉଥିପାଇଁ ପରମାତ୍ମାଙ୍କ ପାଖରୁ ଆତ୍ମା ବାରମ୍ବାର ବାରମ୍ବାର ପୃଥିବୀରେ ଜନ୍ମ ଗ୍ରହଣ କରୁଛି, ଆଉ ଇଭଲ୍ୟୁସନ ପ୍ରୋସେସ ରେ ପୁଣି ତାଙ୍କରି ଆଡକୁ ବିବର୍ତ୍ତିତ ହେଇ ହେଇ ଚାଲିଛି, ସେଇ ଧାରାଟିକୁ ଧରି ସେ ମାର୍ଗରେ ଯାଇ ତାର ଚୂଡାନ୍ତ ଲକ୍ଷ୍ୟରେ ଯାଇ ଉପନୀତ ହବ। କିନ୍ତୁ ସେ ହେଇପାରିବ ନାହିଁ ଯଦି ଏ ଖଣ୍ଡିତ ସମୟ, ଅଖଣ୍ଡିତ ଯୋଉ ସ୍ଥିତି, ସ୍ପେସ, ମାନେ ଯୋଉ ସମୟରେ ଆମେ ବଞ୍ଚୁଛୁ, ଯୋଉ ସମୟ ଖଣ୍ଡିତ ସମୟ ଭିତରେ ତାର ଯୋଉ ସ୍ଥିତିଟି ରହିଛି, ଆମ ପରିପାର୍ଶ୍ୱରେ ଯୋଉ ସିଚୁଏସନ, ତାକୁ ଯଦି ସେ ଭାବିଦିଏ ଯେ ସର୍ବୋତ୍ତମ, ତାହେଲେ ସେ ପ୍ରେୟ ମାର୍ଗରେ ସେ ରହିବ, ସେ ଶ୍ରେୟ ମାର୍ଗରେ ଯାଇପାରିବ ନାହିଁ। ତେଣୁ ଯାହା ପାରମାର୍ଥିକ ସତ୍ୟ, ଯାହା ଚିରନ୍ତନ, କଣ ଚିରନ୍ତନ? ନା ତୁମେ ଅଛ, ତୁମେ ଥିଲ, ତୁମେ ରହିବ। ଏବଂ ତୁମର ଯୋଉ ଆତ୍ମିକ ସ୍ଥିତି, ସେଇ ସ୍ଥିତି ଭିତରକୁ ଅର୍ଜୁନଙ୍କୁ ଭଗବାନ ଉତ୍ତୋଳିତ କରିବେ। ତେଣୁ ଭଗବାନ ଯେହେତୁ ଅର୍ଜୁନକୁ ସେଇ ମାର୍ଗକୁ, ସେଇ ସ୍ଥିରତ୍ୱ ଆଡକୁ ନେବେ, ତେଣୁ ଏଇ ଭୀରୁତା, କାୱାର୍ଡାଇସ୍, ଏଇ ଯୋଉ ଭୀରୁତା ତାଙ୍କ ଭିତରେ ସୃଷ୍ଟି ହେଇଛି, ଭୟ, ଭୟ କାହିଁକି ସୃଷ୍ଟି ହୁଏ? ଭୟ ତିନୋଟି କାରଣରୁ ସୃଷ୍ଟି ହୁଏ। ଗୋଟିଏ ହେଲା ନିଜକୁ ହରେଇବାର ଭୟ, ମୃତ୍ୟୁ ଭୟ। ଆଉ ଗୋଟିଏ ହେଲା ନିଜର ପ୍ରିୟ ବନ୍ଧୁଜନ ହୁଅନ୍ତୁ ବା ସମ୍ପତ୍ତି ହଉ, ଯାହା ନିଜର ବୋଲି ମଣିଷ ଭାବିଛି, ତାକୁ ହରେଇବାର ଭୟ। କେତେବେଳେ ଭୟରୁ ମଣିଷ ମୁକ୍ତ ହବ? ଯେତେବେଳେ ସେ ଜାଣିପାରିବ ଯେ ଏଇ ଯୋଉ ସ୍ଥିତିଟି ସେ ଦେଖୁଛି ନିଜର ବୋଲି, ଏହା ହଉଛି ଟ୍ରାଞ୍ଜିଟରୀ, ଅଳିକ। କାହିଁକି ନା ଦ ନେଚର, ଦ ପ୍ରକୃତି ଇଜ ଏଭର ଚେଞ୍ଜିଂ, ପ୍ରତି ମୁହୂର୍ତ୍ତରେ ତାହା ପରିବର୍ତ୍ତିତ ହେଉଛି। ଯେତେବେଳେ ତୁମ ଭିତରର ଯୋଉ ଆତ୍ମ ପୁରୁଷ ବା ଯାହାକୁ ଆମେ ବିଙ୍ଗ କହୁଛୁ ବା ସୋଲ କହୁଛୁ,
ଯାହାକି କେବେ ପରିବର୍ତ୍ତିତ ହୁଏ ନାହିଁ, ନେଭର ଚେଞ୍ଜିଂ ସୋଲ। ସେଇ ନେଭର ଚେଞ୍ଜିଂ ସହିତ ଯେତେବେଳେ ସେ ତାଙ୍କର ଚେତନା ଯୁକ୍ତ ହବ, ସେତେବେଳେ ଏ ପୃଥିବୀରେ ସେ ସମସ୍ତ କର୍ମ କରିବ, କିନ୍ତୁ କୌଣସି କର୍ମ ବନ୍ଧନରେ ପଡିବ ନାହିଁ। ତେଣୁ ପାପ ଆଉ ପୁଣ୍ୟ ହେଲା ଏଠି ଯାହା ଭଗବାନଙ୍କ ଠାରୁ ଆମକୁ ଦୂରକୁ ନେଇଯାଏ, ତାହା ଯେତେ ବଡ କର୍ମ ହଉ, ଯାହାକୁ ମା କହିଛନ୍ତି ଯେ ତୁମେ ଯଦି ସେବା କରିବାକୁ ଚାହୁଁଛ, ମାନବ ଜାତିର ଉତ୍ଥାନ କରିବାକୁ ଚାହୁଁଛ, ଯେତେ ଯାହା କରିବାକୁ ଚାହୁଁଛ, ତାହା ହଉଛି ତୁମର ଆମ୍ବିସନ, ଅହଙ୍କାରର, ତାହା ହଉଛି ବିକାଶର ଏକ ମାର୍ଗ। ଭଗବାନଙ୍କ ସହିତ ତାର କୌଣସି ସମ୍ବନ୍ଧ ନାହିଁ। ଯାହା ତୁମକୁ ଭଗବାନଙ୍କ ସହିତ ଯୁକ୍ତ କରେ ଏବଂ ତୁମକୁ ସମସ୍ତ ପ୍ରଲୋଭନ ଭିତରୁ, କେତେ କେତେ ପ୍ରଲୋଭନ ଏ ସଂସାରରେ ନା, ଟେମ୍ପଟେସନ ଅଫ ଦ ସୋଲ। ତେଣୁ ଯାଉ ଅନ୍ଧକାର ରାତ୍ରି, ଦ ଡାର୍କ ନାଇଟ ଯାହାକୁ ବାଇବେଲରେ କୁହାଯାଉଛି, ଯୋଉଠି ଏ ସମସ୍ତ ଟେମ୍ପଟେସନ କୁ, ସୋଲ କୁ ଅତିକ୍ରମ କରିବାକୁ ହବ, ପାର କରିବାକୁ ହବ। ଏ ସଂସାରରେ ଅନେକ ଟେମ୍ପଟେସନ, ପ୍ରଲୋଭନ ଅଛି। ତେଣୁ ଅର୍ଜୁନଙ୍କ ଭିତରେ ଯୋଉ ପ୍ରଲୋଭନ ରହିଛି, ସେ କଣ ପ୍ରଲୋଭନ? ଯୋଉ ମାୟା, ଯୋଉ ଅନ୍ଧକାର, ସେ ଅନ୍ଧକାର ହଉଛି ମୋର ବୋଲି ସେ ଯାହାକୁ ଭାବିଛନ୍ତି, ପ୍ରିୟ ପରିଜନ, ଦେଶ, ବନ୍ଧୁ, ନିଜର ଭାଇ, ବନ୍ଧୁ, କୁଟୁମ୍ବ, ଅନେକ ଅନେକ ନାଁ ସେ କହିଯିବେ। ଏ ସମସ୍ତଙ୍କୁ ତାଙ୍କର ମୃତ୍ୟୁକୁ, ବିୟୋଗକୁ ସେ ସମ୍ମୁଖୀନ ହବାକୁ ଚାହାନ୍ତି ନାହିଁ। ଆଉ ସେ ବିୟୋଗର ନିଜେ କାରଣ ହବାକୁ ଚାହାନ୍ତି ନାହିଁ। ଆଉ ସେ କିଏ ନିଜେ? ସେ କିଏ? ସେ ନିଜେ ଜଣେ ନିଜକୁ ଗୋଟେ ଭଲ ମଣିଷ, ବୀର ମଣିଷ ବୋଲି ଭାବିଛନ୍ତି, ଯେ ପାପକୁ ନବାକୁ ଚାହେଁ ନାହିଁ। କାହିଁକି? ତାର କାରଣ କଣ? ନା ନର୍କ ଗତି ହବ, ଆଉ ଯଦି ପୁଣ୍ୟ କରିବ କଣ ହବ? ନା ସ୍ୱର୍ଗ ସୁଖ ମିଳିବ। କିନ୍ତୁ ଆଧ୍ୟାତ୍ମିକ ମାର୍ଗ ସ୍ୱର୍ଗ ନର୍କ ଠାରୁ ବହୁତ ଉର୍ଦ୍ଧ୍ୱରେ। କାହିଁକି? ନା ତମେ ସ୍ୱର୍ଗର ସୁଖ ମିଳିଲେ କଣ ହବ? ନା ସ୍ୱର୍ଗ ସୁଖ ଯେତେବେଳେ ସରିଯିବ, ତମେ ଆଉଥରେ କୋଉଠିକି ଆସିବ? ପୁଣି ଆଉଥରେ ଏଠି ପରିବର୍ତ୍ତନ ତମେ ଫେରିବ। ୟୁ ୱିଲ୍ କମ୍ ବ୍ୟାକ୍ ଟୁ ଦ ସେମ୍ ଫିଲ୍ଡ। ତେଣୁ ତମର ଲକ୍ଷ୍ୟ କଣ? ନା ତମର ଲକ୍ଷ୍ୟ ସ୍ୱର୍ଗ ସୁଖ ନୁହେଁ, ସୁଖ ନୁହେଁ। ଏଗେନ୍ ଇଟ୍ ଇଜ ସତ୍ୟ। ସୁଖ ନୁହେଁ, ଏଗେନ୍ ଇଟ୍ ଇଜ ସତ୍ୟ, ଦ ଟ୍ରୁଥ। ଆଉ ଟ୍ରୁଥ ପାଇଁ ବଞ୍ଚିବା ପାଇଁ ହେଲେ, ସତ୍ୟ ପାଇଁ ଜୀବନକୁ ପ୍ରସ୍ତୁତ, ମାନେ ଜୀବନକୁ ତମେ ଦାନ କରିବାକୁ ହେଲେ, ମାଙ୍କ ଭାଷାରେ ଗୋଟିଏ ୱାର୍ଡ ହେଲା କନସିକ୍ରେସନ। କନସିକ୍ରେସନ। ଆଉ ଏଇ ଯୋଉ କନସିକ୍ରେସନ, ଗୀତାର ଭାଷାରେ ଏହା କୁହାଉଛି ଯଜ୍ଞ। ଜୀବନ ଯଜ୍ଞାୟିତ ହବ। ଆଉ ତମେ କଣ କରିବ? ନା ତୁମର ସମସ୍ତ ବୃତ୍ତିକୁ, ଗତିକୁ you will offer at the feet of God. ଅର୍ଜୁନ ଏପର୍ଯ୍ୟନ୍ତ ସଙ୍କଟରେ ଥିଲେ ମଧ୍ୟ ନିଜ ଭିତରର ସଙ୍କଟକୁ ଚିହ୍ନି ପାରିନାହାନ୍ତି। ଆଉ ଶ୍ରୀକୃଷ୍ଣଙ୍କର ଯୋଉ ଉଦ୍ଦେଶ୍ୟରେ ଅର୍ଜୁନ ଆଉ ଶ୍ରୀକୃଷ୍ଣ ପୃଥିବୀକୁ ଅବତରଣ କରିଥିଲେ, ସେ ଉଦ୍ଦେଶ୍ୟକୁ ମଧ୍ୟ ସେ ବିସ୍ମୃତ ହେଇଯାଇଛନ୍ତି। ବିସ୍ମୃତି କେତେବେଳେ ଆସେ? ଯେତେବେଳେ ତମ ଗୁଣର ଆଧିକ୍ୟ ଆମ ଚେତନାରେ ପ୍ରକାଶ ପାଏ ଏବଂ ତମ କୋଣ ଦ୍ଵାରା ତାଙ୍କର ସମସ୍ତ କ୍ଲାଉଡିଂ ଦ ସୋଲ, ସମସ୍ତ ଆତ୍ମଚିନ୍ତନକୁ ସେ କଣ କରେ? ନା କଭର କରିଦିଏ, ଘୋଡେଇ ଦିଏ। କେମିତି? ନା ଯେମିତି ବର୍ଷା ଦିନରେ ସୂର୍ଯ୍ୟ ବାଦଲ ଦ୍ଵାରା ଢାଙ୍କି ହେଇଯାଆନ୍ତି। ତା ଅର୍ଥ ନୁହେଁ ଯେ ଆକାଶରେ ସୂର୍ଯ୍ୟ ନାହାନ୍ତି। ଆକାଶରେ ସୂର୍ଯ୍ୟ ଥାଆନ୍ତି, କିନ୍ତୁ ଆଲୋକ ପ୍ରକାଶିତ ହେଇପାରେ ନାହିଁ। ତେଣୁ ଆତ୍ମା ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞାନତା ଦ୍ଵାରା, ଅହଙ୍କାର ଦ୍ଵାରା ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ ହେଇଯାଏ, ସେତେବେଳେ କଣ ହୁଏ? ନା ସେ ତାର କର୍ତ୍ତବ୍ୟ କର୍ମକୁ ନିରୂପଣ ଆଉ କରିପାରେ ନାହିଁ। ଯାହା କରଣୀୟ ତାକୁ ସେ କରେ ନାହିଁ, ଯାହା ଅକରଣୀୟ ତାକୁ ସେ କରିବା ପାଇଁ ଠିଆ ହେଇ ପଡେ ବା ଆଗ୍ରହ ଦେଖାଏ। ତେଣୁ ଭଗବାନ ଏଠି କହୁଛନ୍ତି କ୍ଷୁଦ୍ରମ୍ ହୃଦୟ ଦୌର୍ବଲ୍ୟମ୍। ଏଇ କଥାଟିକୁ ଟିକେ ବୁଝିବାର ଅଛି। କ୍ଷୁଦ୍ରମ୍ ହୃଦୟ ଦୌର୍ବଲ୍ୟମ୍, এই ହୃଦୟର ଦୁର୍ବଳତାଟା ବହୁତ କ୍ଷୁଦ୍ର, ପେଟି। weakness of the heart, faint heartedness, weakness of the heart। କାହିଁକି ଏଟା କହୁଛନ୍ତି? ନା ତାର କାରଣ ହେଲା, ଯେତେ ଯେତେ ମଧୁର ସାହିତ୍ୟ ପୃଥିବୀରେ ସୃଷ୍ଟି ହେଇଛି, ସମ୍ପର୍କକୁ ନେଇକି, ପ୍ରେମକୁ ନେଇକି, ଏସବୁ ହଉଛି କେବଳ ଭାବ ପ୍ରବଣତା। ତା ସହିତ ସତ୍ୟର କିଛି ବି ସମ୍ପର୍କ ନାହିଁ। ଇଟ୍ ଇଜ about love, about truth, not truth, not love। ଯେତେବେଳେ ଲଭ ପ୍ରକୃତରେ ତୁମ ଭିତରେ ସୃଷ୍ଟି ହବ,
ସେତେବେଳେ ତୁମେ କଣ ଦେଖିବ ନା ତୁମେ ଦେଖିବ କଣ ନା ପ୍ରେମ କଲେ ତୁମେ ଦେଖିପାରିବ ସମଗ୍ର ଜଗତର କଲ୍ୟାଣ ଯୋଉଥିରେ ସେଥିରେ ତୁମେ ନିଜକୁ ବିନିଯୁକ୍ତ କରିବ। କୌଣସି ନିର୍ଦ୍ଦିଷ୍ଟ ବସ୍ତୁ ପ୍ରତି ନୁହେଁ, କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ପ୍ରତି ନୁହେଁ, କୌଣସି ନିର୍ଦ୍ଦିଷ୍ଟ କର୍ମ ପ୍ରତି ନୁହେଁ। ତୁମେ ଏକ ପ୍ରସ୍ତୁତ ସେବକ। ଭଗବାନଙ୍କର ନିର୍ଦ୍ଦେଶ ଅନୁସାରେ ଯିଏ କର୍ମ କରି କରି ଏ ସଂସାରରେ ଚାଲିବ। କାହିଁକି କରୁଛି ତାକୁ ପଚାରିଲେ ତା ପାଖରେ କିଛି ଉତ୍ତର ନାହିଁ। କଣ ମିଳିଲା କଣ ନ ମିଳିଲା ସେଥିପାଇଁ ତାର କୌଣସି ଆଗ୍ରହ ନାହିଁ। ସେ କେବଳ କରିଚାଲିଛି ତାର ଗୋଟିଏ ଉଦ୍ଦେଶ୍ୟ, ଯୋଉ ନିର୍ଦ୍ଦେଶ ତା ପାଖକୁ ଆସୁଛି ତାକୁ ସେ ଅର୍ପଣ କରୁଛି। କାହା ପାଖରେ? ନିର୍ଦ୍ଦେଶ ଯୋଉଠୁ ଆସୁଛି ତାଙ୍କରି ଚରଣରେ। ଏବଂ ଭଗବାନ ଏଠି କହୁଛନ୍ତି ତ୍ୟକ୍ତ, ତ୍ୟକ୍ତ ମାନେ ତାକୁ ଛାଡ, ଉତ୍ତିଷ୍ଠ ପରନ୍ତପ। ଏଇ ଦୁଇଟି ଶବ୍ଦର ବହୁତ ଗଭୀର ଅର୍ଥ ଅଛି। ତତ୍ଵ ମାନେ ରିଜେକ୍ଟେଡ, ଛାଡ ତାକୁ, ସେକ ଫୋପାଡ ତାକୁ। ଏବଂ ଉତ୍ତିଷ୍ଠ, ଉତ୍ତିଷ୍ଠ ଶବ୍ଦର ଏକ ଗଭୀର ଅର୍ଥ ରହିଛି। उत्तिष्ठितः जाग्रत प्राप्य वरान् निबोधत क्षुरस्य धार निशित दूरतया पथस्तत्कवयोर्वदन्ति। ए रास्ता मार्ग अतीन कठिन, केमिति? क्षुरर धार भलिया। तेणु तुमको उठिबाकू पड़िबो। उठिछि माने तुम बसथिले ना उठिबो। अर्जुन कौन करछन्ति? फोपाड़ी देखते बसी पड़िछन्ति। युद्ध कला बेले कौन करिया कथा? बसिक युद्ध करिया कथा कि ठिया हवा कथा? भगवान कहछन्ति छिड़ा हो। छिड़ा हो माने शरीर रे नहीं, चेतना रे उठ। उत्तिष्ठित, arise, awaken, stop not till the goal is reached. गोल कण? धर्मर स्थापना, धर्म संस्थापनार्थाय संभवामि जुगे जुगे। ए धर्मर संस्थापना जो उद्देश्य रे सृष्टि हेछि साको बुझिबा होछि गोटे जोगीर दृष्टि। ସେଥିପାଇଁ କୁହାଯାଏ ବେଦାନ୍ତରେ ଦୁଇଟି ଶବ୍ଦ ବାରମ୍ବାର ବ୍ୟବହାର କରାଯାଏ, ଦୃଷ୍ଟି ଆଉ ସୃଷ୍ଟି। ତମର ଦୃଷ୍ଟି ଅନୁସାରେ ଏ ସୃଷ୍ଟି। ଯେତେବେଳେ ଦୃଷ୍ଟି ତୁମର ବଦଳିଯିବ ସେତେବେଳେ ଏ ସୃଷ୍ଟି ତୁମ ପାଇଁ ଏକ ଅଦ୍ଭୁତ ଅର୍ଥ ବହନ କରି ତୁମ ସମ୍ମୁଖରେ ଉଦ୍ଭାସିତ ହବ। ତେଣୁ ଭଗବାନ ଏଠି ତିନୋଟି କଥା କହୁଛନ୍ତି ଯେ ବିଶେଷ କରି ଶ୍ରୀ ଅରବିନ୍ଦ ଅତି ମଧୁର ଭାବରେ ତାକୁ ବ୍ୟାଖ୍ୟା କରିଛନ୍ତି, ଅତି ସୁନ୍ଦର ସାବଲୀଳ ଭାବରେ, ଯେ ଅର୍ଜୁନ ଯଦି ସେ ଚେତନାରୁ ଜାଗ୍ରତ ନ ହୁଅନ୍ତି ତାହେଲେ ସେ ବୁଝିବେ ନାହିଁ ଯୋଉକୁ ଯାହାକୁ ସେ କରୁଣା ବୋଲି ଭାବୁଛନ୍ତି, ଲଭ ବୋଲି ଭାବୁଛନ୍ତି, କମ୍ପାସନ ବୋଲି ଭାବୁଛନ୍ତି, ଏସବୁ କିଛି ନୁହେଁ। ଇଟ୍ ଇଜ ଓନ୍ଲି ସିଓର ଆଟାଚମେଣ୍ଟ, କେବଳ ମୋହ। ଏଇ ମୋହ ଭିତରେ ସେ କଣ ହେଇଛନ୍ତି? ପଡି ଯାଇଛନ୍ତି। ତେଣୁ ଏ ମୋହରୁ ଉଦ୍ଧାର କରିବା ପାଇଁ ଭଗବାନ ତାଙ୍କୁ ଭୀରୁ ଆଉ କାପୁରୁଷ ଏସବୁ କହିଛନ୍ତି। ତାର ଦୁଇଟି ଉଦ୍ଦେଶ୍ୟ ଅଛି। ଗୋଟେ ସୁନ୍ଦର କବିତା ଅଛି ରବୀନ୍ଦ୍ରନାଥଙ୍କର, সেটি হেলা এই করেছো ভালো নিঠুর হে নিঠুর হে নিঠুর হে, এই করেছো ভালো যখন থাকে অচেতনে চিত্ত আমার আঘাত সে যে পরস্তব সেই তো পুরস্কার। ମୁଁ ଯେତେବେଳେ ଅଚେତନ ହେଇଯାଇଛି କୋଉଥିରେ ନା ନିଶ୍ଚେତନା ଭିତରେ ଜଡିତ ହେଇ ରହିଯାଇଛି, ସେତେବେଳେ ତୁମେ କଣ କର? ଭଗବାନ ସେ କଣ କରନ୍ତି? give a sweet kick। ଆଉ ଯୋଉଟାକୁ ଆମେ କହୁଛୁ ଦୁଃଖ, ଦୁଃଖ ତ ନୁହଁ, ତାହା ହଉଛି ଭଗବାନଙ୍କର ପ୍ରେମ ଆଉ କରୁଣା। ଆମକୁ ଜାଗ୍ରତ କରିବା ପାଇଁ ସେ ପଠାନ୍ତି କିଛି ଦୁଃଖ, ବା ଯାହାକୁ ଆମେ ଦୁଃଖ ବୋଲି କହୁଛୁ, ଯନ୍ତ୍ରଣା ବୋଲି କହୁଛୁ। ଦ୍ୟାଟ ଇଜ ଓନ୍ଲି ବ୍ୟୁଟିଫୁଲ ଇନଭିଟେସନ, ଇନଭିଟେସନ ଅଫ ଲର୍ଡ। ତେଣୁ ଭଗବାନ ଏଠି ଭୀରୁ କହୁଛନ୍ତି କାହିଁକି? ଏଇ ଶବ୍ଦକୁ କେବେ ହେଲେ ଅର୍ଜୁନ ବୀର ପୁଙ୍ଗବ ଧନୁର୍ଦ୍ଧର ପାର୍ଥ ଏ ଶବ୍ଦକୁ କେବେ ଶୁଣି ନାହାନ୍ତି। ଏ ଶବ୍ଦକୁ ଶୁଣିଲେ ତାଙ୍କ ଭିତରେ ଯୋଉ ଅହଙ୍କାର ରହିଛି, ଯୋଉ ଅହଙ୍କାରଟି ବର୍ତ୍ତମାନ ଧରାଶାୟୀ ହେଇଯାଇଛି, ସେଠି ଜାଗ୍ରତ ହେଇକି ଉଠିବ। ମୁଁ ବୀର ପୁରୁଷ, ମତେ କଣ କହିଲେ? ଭୀରୁ। ଆଉ ମତେ କଣ କହିଲେ? କାପୁରୁଷ। ତେଣୁ ସେ ଜାଗ୍ରତ ହେଇକି ଉଠିବେ। ଏଠି ଗୋଟେ ସୁନ୍ଦର ଉପନିଷଦର ଆଉ ଗୋଟିଏ କଥା ଅଛି, ସେଠି ହେଲା ଈଶୋପନିଷଦରେ ଅଛି ଯେ ଯେତେବେଳେ ଜଣେ ତାର ଚେତନା ଅନ୍ଧ, ଅନ୍ଧ ଚେତନା ମାନେ ବ୍ଲାଇଣ୍ଡନେସ, ମାନେ ଏଠି ଅଜ୍ଞାନତା, ଅଜ୍ଞାନତା ଭିତରେ ଯେତେବେଳେ ଜଣେ ଜଡିତ ହେଇ
ଭୁଲି ଯାଇଛି ତାର ଲକ୍ଷ୍ୟକୁ। ବେଳେ ବେଳେ ତନ୍ଦ୍ରା ଆସିଯାଏ ନା, ନାଇଁ? ବସିକି ଆପଣ ମାନେ ଶୁଣୁଥିବେ, କଥା ହଉଥିବେ, ଧ୍ୟାନ କରୁଥିବେ, ଜପ କରୁଥିବେ, ତନ୍ଦ୍ରା ଆସିଗଲା, ହାତରେ ଜପମାଳା ଥିବ, ଆଉ 15 ମିନିଟ 20 ମିନିଟ ପଳେଇଥିବ, ନାଇଁ? ହୁଏ ନା? ସେଟା କଣ? ସ୍ଲାଥ। ଅଜ୍ଞାତ ସାରରେ ତାହା ଆସିକି ତୁମକୁ କିଛି ସମୟ ନେଇଯାଏ ଜୀବନର। ଆମେ ଭାବୁଥାଉ ଆମେ ଜପ କରୁଛୁ, ଆଉ ସବୁଠୁ ବେଶୀ ହୁଏ ଧ୍ୟାନ ସମୟରେ। ଧ୍ୟାନ ସମୟରେ ତ ସମସ୍ତେ ତନ୍ଦ୍ରାଗ୍ରସ୍ତ ହେଇଯାଆନ୍ତି। ପ୍ରାୟତଃ ଆମେ ଧ୍ୟାନ ବେଳେ ତନ୍ଦ୍ରାଗ୍ରସ୍ତ ହେଇ ଶୋଇପଡୁ, ତାପରେ ଉଠିକି ଚାଲୁ, ଆମେ ଭାବୁ ଧ୍ୟାନ ହେଲା। ଧ୍ୟାନ ହେଇନି। ଧ୍ୟାନ ହେଇଛି କି ନାଇଁ କେମିତି ଜଣା ପଡିବ? ଧ୍ୟାନ ହେଇଥିଲେ ତୁମେ କଣ ହବ? ଉଠିବ ନାହିଁ। ତମେ ଉଠିକି ହିଁ ଅଛ ଚେତନାରେ। ଶୋଇଥିଲେ ତ ଉଠିବ ନା। ସମ୍ପୂର୍ଣ୍ଣ ଉଚ୍ଚତମ ସ୍ତରର ଜାଗ୍ରତ ଅବସ୍ଥା ହେଲା ଧ୍ୟାନ ଅବସ୍ଥା। ତେଣୁ ଅର୍ଜୁନଙ୍କ ଭିତରେ ଯୋଉ ଆସିଛି ଚେତନାର ତନ୍ଦ୍ରା, ଯୋଉ ଭ୍ରାନ୍ତି ଏବଂ ଯୋଉ କ୍ଲାଉଡିଂ କନସିୟସନେସ, ତାକୁ ହଟେଇ ଦବା ଲାଗି ଭଗବାନ ଏଠି ଷ୍ଟ୍ରାଇକ୍ କରୁଛନ୍ତି ସେଭଳି ଶବ୍ଦ ପ୍ରୟୋଗ କରି, ଯାହା ଫଳରେ ଅର୍ଜୁନଙ୍କର ଚେତନା ଜାଗ୍ରତ ହେଇ ଉଠିବ ସେଇ ଆଘାତ ଦ୍ଵାରା। ଏବଂ ଅର୍ଜୁନ ଏ କଥା ଶୁଣିକି କଣ କହୁଛନ୍ତି? ଅର୍ଜୁନ ବର୍ତ୍ତମାନ ଜଷ୍ଟିଫାଏ କରିବି। କେତେବେଳେ ମଣିଷ ଜଷ୍ଟିଫାଏ କରେ ତାର ଭୁଲକୁ? ଯେତେବେଳେ ତାର ଆତ୍ମଚେତନା ସମ୍ପୂର୍ଣ୍ଣ ଭାବରେ କଣ ଥିବ? ସୁପ୍ତ ଅବସ୍ଥାରେ ଥିବ। ଗୋଟେ ସୁନ୍ଦର ଗୋଟେ ଫ୍ରେଜ ଗୋଟେ ଜାଗାରେ, ଗୋଟେ ସୁନ୍ଦର କବିତା, ଯେ ସ୍ଲିପିଂ ସୋଲ, ସ୍ଲିପିଂ ସୋଲ, ସେତେବେଳେ ତୁମେ ଯଦି ତା ପାଖରେ ଯାଇକି ଦିବ୍ୟ ପ୍ରେମ ଓ ଆନନ୍ଦର ସାଏରୀ ଗାଇବ, ସେ କଣ କିଛି ବୁଝିପାରେ? କିଛି ବି ବୁଝିପାରେ? ତା କାନରେ କିଛି ପଶିବ ନାହିଁ। କାହିଁକି ନା ସେ ସମ୍ପୂର୍ଣ୍ଣ ଭାବରେ ନିଶ୍ଚେତନା ଭିତରେ। ତେଣୁ ଅର୍ଜୁନ ବର୍ତ୍ତମାନ କହୁଛନ୍ତି, कथम भीष्महं संख्ये द्रोणं च मधुसूदन ईशुभिः प्रतियोत्स्यामि पूजारः वरिसूदन। ମୁଁ କେମିତି ମୋର ସବୁଠାରୁ ଗୁରୁଜନ, ଯୋଉମାନେ ମତେ ଯୁଦ୍ଧ ବିଦ୍ୟା ଶିଖେଇଛନ୍ତି, ଦ୍ରୋଣ ମୋର ଗୁରୁ, ଆଉ ଭୀଷ୍ମ ପିତାମହ, ଯୋଉମାନଙ୍କ ପାଖରେ ମୁଁ ବଢି ତିଆରି ହେଇଛି, ସେମାନଙ୍କ ସହିତ ଯୁଦ୍ଧ କରିବି କେମିତି? ମାନେ ମୋର ଅସ୍ତ୍ର ଯୋଖିକି ଯୁଦ୍ଧ କରିବି କେମିତି? ହେ ହରିଶୂଦନ, ଯୋଉମାନେ ମୋର ପୂଜାର ଯୋଗ୍ୟ, ତାଙ୍କୁ ମୁଁ କେମିତି ହତ୍ୟା କରିବି? ମାନେ ଯିଏ ମାନେ ଶତ୍ରୁକୁ ଯିଏ ଦମନ କରନ୍ତି, ଶତ୍ରୁ ମର୍ଦନକାରୀ। ଭଗବାନଙ୍କୁ ଏଇ ନାମରେ କାହିଁକି ସମ୍ବୋଧନ କରୁଛନ୍ତି ଅର୍ଜୁନ? ତାର କାରଣ ହେଲା ଯେ ସେ କୋଉଠି ଅଛନ୍ତି ଆଉ କଣ କରିବା ଆବଶ୍ୟକ ସେ ଜାଣି ପାରୁନାହାନ୍ତି। ଯେହେତୁ ଜାଣି ପାରୁନାହାନ୍ତି, ଶତ୍ରୁ ବାହାରେ ନା ଭିତରେ, ଜାଣିବାର ବାଟ ନାହିଁ। ପ୍ରକୃତ ଶତ୍ରୁ କୋଉଠି ଅଛନ୍ତି? ପ୍ରକୃତରେ ଭିତରେ ଅଛନ୍ତି। ଅସଂଖ୍ୟ ମୋହ, ଅସଂଖ୍ୟ ମମତ୍ବ, ଅସଂଖ୍ୟ ଭ୍ରାନ୍ତି, ଅସଂଖ୍ୟ ଆବିଳତା, ମମତ୍ବ, ଏସବୁ ରୂପରେ ଭିତରେ ପରିପୂର୍ଣ୍ଣ ହେଇ ରହିଛନ୍ତି। ଆଉ କୃପା ଦୃଷ୍ଟି ଭଗବାନଙ୍କୁ କାହିଁକି ସେ କହିଛନ୍ତି ଯେ ପ୍ରଭୁ, ଏ ସମସ୍ତ ଥିଲେ ମଧ୍ୟ ତୁମର କୃପା ପାଇଲେ ମୁଁ ଏସବୁକୁ ଦିନେ ଅତିକ୍ରମ କରିଯିବି। ଏଇ ଯୋଉ ମାନୁଷୀ ଶରୀର, ମାନୁଷୀ ପ୍ରାଣ, ମାନୁଷୀ ମନ, ଏହା ଭିତରେ କେତେ ଭ୍ରାନ୍ତି, କେତେ ଆବିଳତା, କେତେ ଭୋଗର ଇଚ୍ଛା, କେତେ କାମନା, କେତେ ବାସନା, ଏବଂ ଏ ସବୁକୁ ନିୟନ୍ତ୍ରଣ କରି ଏହାକୁ ବାହାରିବାର ବାଟ ପ୍ରଭୁ ପ୍ରକୃତିରେ କଣ ମୋର ଅଛି? ନା। ତେଣୁ ହେ ହରିସୂଦନ, ତୁମେ ଦୟାକରି ମତେ ଉଠାଅ। କେମିତି? ନା ମୋ ହାତକୁ ଧର, ଧଇଲେ ତ ମୁଁ ଉଠିବି, ସାହାରା ଦେଲେ ତ ଉଠିବି। ତେଣୁ ଏଇ ଯୋଉ ଅରିଶୋଧନ ଶବ୍ଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏଇଠାରେ। କାହିଁକି? ଭଗବାନଙ୍କୁ ସେ ଏଇ ଶବ୍ଦ ଦ୍ଵାରା ପ୍ରକୃତରେ ଅର୍ଜୁନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମତେ ମୋ ଠାରୁ ମୁକ୍ତ କରନ୍ତୁ। ମୋ ଠାରୁ ମୁଁ ମୁକ୍ତ ହେଲେ ତୁମର ଯନ୍ତ୍ର ହେଇପାରିବି।
ମୁଁ ଯୋଉ ପର୍ଯ୍ୟନ୍ତ ମୋ ଠାରୁ ମୁକ୍ତ ହେଇନାହିଁ ସେ ପର୍ଯ୍ୟନ୍ତ ମୁଁ କେବେ ହେଲେ ଯନ୍ତ୍ର ହେଇପାରିବି ନାହିଁ। ତେଣୁ ଉପନିଷଦ ଯାହାକୁ କହନ୍ତି ପ୍ରବୋଧ, ପ୍ରବୋଧ ମାନେ ସେଲ୍ଫ ଆୱେକେନିଂ। ମୁଣ୍ଡକ ଉପନିଷଦରେ ଗୋଟେ ଅତି ସୁନ୍ଦର କଥା କୁହାଯାଇଛି, ନାୟମ ଆତ୍ମା ବଳହୀନେନ ଲଭ୍ୟ। ଆତ୍ମାକୁ କୋଉମାନେ ଲାଭ କରିବେ? ବଳହୀନ, ଦୁର୍ବଳ? ନା, ସେ ତ ନିଜେ ଦୁର୍ବଳ। ସମସ୍ତ ଶ୍ରେୟର ମାର୍ଗରେ ସେ ଚାଲିବ କେମିତି? ଯେ ବୋଝ ଅନ୍ୟ ଉପରେ, ସେ କଣ ବୋଝ ବୋହିପାରିବ? ନା। ତେଣୁ ଏଠି ଭଗବାନ ସିନା ମାର୍ଗ ନିର୍ଦ୍ଦେଶ କରିବେ, ତମକୁ ତ ବୋଝେଇକି ଚାଲିବେନି। ତମେ ଚାଲିବ। ପାଦ କାର? ତୁମର ପାଦ। ଏ ଦୁଇଟି ପାଦ ସାଧନାର କଣ? ଗୀତା ଦୁଇଟି ପାଦ କଥା କହିଛନ୍ତି ସାଧନାରେ, ଗୋଟେ ହେଲା ଅଭ୍ୟାସ ଆଉ ଗୋଟେ ହେଲା ବୈରାଗ୍ୟ। ତୁମେ ମାନେ ରାସ୍ତାରେ ସଂସାରରେ ଯେମିତି ଆତଯାତ ହଉଛ ଦିଟା ଗୋଡରେ ନା, ଏଇ ଦିଟା ଗୋଡକୁ ତ ମାଧ୍ୟମ କରି ଚାଲୁଛ। ତେଣୁ ସାଧନାର ମାର୍ଗରେ ଯିବାକୁ ହେଲେ କୋଉ ଦିଟା କଥା ଦରକାର? ଚିରନ୍ତନ ମାର୍ଗରେ ଚାଲିବାକୁ ହେଲେ ଗୋଟେ ହେଲା ଅଭ୍ୟାସ ଆଉ ଗୋଟେ ହେଲା ବୈରାଗ୍ୟ। ଅଭ୍ୟାସ କାହାର? ନା ଆତ୍ମଚିନ୍ତନର ଅଭ୍ୟାସ। ବୈରାଗ୍ୟ କଣ? ନା ସଂସାରରେ ଯାହା କିଛି ତମେ ଦେଖୁଛ ଅତି ସୁନ୍ଦର ଦେଖା ଯାଉଛି ଏବଂ ଅତି ମଧୁର, ମନୋହର, ମନମୁଗ୍ଧକର ଦେଖାଯାଉଛି, ଯାହା ଫଳରେ ତୁମେ ଅଟକି ଯାଉଛ। ସେଥିରୁ ଦୃଷ୍ଟି ଫେରେଇ ଆଣି ଲକ୍ଷ୍ୟ ଉପରେ ତୁମେ ନିବିଷ୍ଟ ହବ, ତୁମର ଜୀବନର ଯୋଉ ଲକ୍ଷ୍ୟ। ତେଣୁ ଏଠି ଅରିଷଦନ ଏ କଥାଟିର ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥିତି ଅଛି, ଯାହା ଫଳରେ ଅର୍ଜୁନ ଯଦିଓ ଜଣା ପଡୁଛି କେବଳ ଶ୍ରୀକୃଷ୍ଣଙ୍କୁ ସମ୍ବୋଧନ କରୁଛନ୍ତି, ସେ ଅନ୍ତରରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମତେ ଆହୁରି ଜାଗ୍ରତ କର। ଏବଂ ପରବର୍ତ୍ତୀ ଯୋଉ ଭର୍ଷଟି ହେଲା, ଗୁରୁ ନ ହତ୍ୱା ହି ମହାନୁଭାବାନ୍ ଶ୍ରେୟୋ ଭୋକ୍ତୁମ୍ ଭିକ୍ଷମପୀହ ଲୋକେ ହତ୍ୱାସ୍ଥ କାମାଂସ୍ତ ଗୁରୁ ନିହୈବ ଭୁଞ୍ଜୀୟ ଭୋଗାନ୍ ରୁଧିର ପ୍ରଦିଗ୍ଧା। ଅର୍ଜୁନଙ୍କର ଆତ୍ମା ସିନା ପ୍ରାର୍ଥନା କରୁଛନ୍ତି, କିନ୍ତୁ ମନ ଆଉ ପ୍ରାଣ ପ୍ରସ୍ତୁତ ହେଇନାହାନ୍ତି। ମନ ଆଉ ପ୍ରାଣ ଭିତରେ ସେହି ଅଜ୍ଞାନତା ଏବେ ବି ପରିପୂର୍ଣ୍ଣ ହେଇ ରହିଛି। ତେଣୁ ସେ କହୁଛନ୍ତି ଯେ ମୋର ଯୋଉମାନେ ମହାନୁଭାବାନ, ଯୋଉମାନେ ପୂଜନୀୟ, ଯୋଉମାନେ ମୋର ଗୁରୁ, ସେମାନଙ୍କୁ ମୁଁ ହତ୍ୟା କରିପାରିବି ନାହିଁ। ମୋ ପାଇଁ କଣ ଶ୍ରେୟ? ଭିକ୍ଷମପୀହ ଲୋକେ, ଭିକ୍ଷା ମାଗିକି ବଞ୍ଚିବାଟା ଭଲ। ହତ୍ୱାସ୍ତୁ କାମାଂସ୍ତୁ ଗୁରୁ ନିହୈବ ଭୁଞ୍ଜୀୟ ଭୋଗାନ୍ ରୁଧିର ପ୍ରତିଗ୍ଧାନ୍। ମୁଁ ତାଙ୍କୁ ହତ୍ୟା କରି ଯାହା ବିଜୟ ଲାଭ କରି ଯୋଉ ସୁଖ ଭୋଗ କରିବି, ସେ ସୁଖ ପ୍ରକୃତରେ ମତେ ଆନନ୍ଦ ଦେଇପାରିବ ନାହିଁ, କାରଣ ମୋର ଗୁରୁଜନ ମାନଙ୍କ ରକ୍ତ ଦ୍ଵାରା ତାହା ରଞ୍ଜିତ ହେଇଛି ସେଇ ସୁଖ। ଅନ୍ୟମାନଙ୍କୁ ହତ୍ୟା କରି, ଗୁରୁ ମାନଙ୍କୁ ହତ୍ୟା କରି, ଗୁରୁଜନ ମାନଙ୍କୁ ହତ୍ୟା କରି ମୁଁ ସେ ସୁଖ ଯୋଉ ଲାଭ କରିବି, ସେ ସୁଖରେ ମୁଁ ସୁଖୀ ହେଇପାରିବି ନାହିଁ। ଏଇ ଯୋଉ ଭର୍ସଟି ଆମେ ଏଠି ଆଜି ପଢୁଛେ, ଏଇ ଭର୍ସଟି ଭିତରେ ଦୁଇଟି ଜିନିଷ ରହିଛି। ଗୋଟିଏ ହେଲା ପ୍ରାପ୍ତି ଆଉ ଅପ୍ରାପ୍ତି। ପ୍ରାପ୍ତି ଆଉ ଅପ୍ରାପ୍ତି। ପ୍ରାପ୍ତି ଦୁଇ ପ୍ରକାରର। ଶ୍ରେୟ ମାର୍ଗରେ ଯାହା ଅପ୍ରାପ୍ତି, ଏଇ ମାର୍ଗରେ ତାହା ହେଲା ପ୍ରେୟ ମାର୍ଗରେ ପ୍ରାପ୍ତି। ଆଉ ପ୍ରେୟ ମାର୍ଗରେ ଯାହା ଅପ୍ରାପ୍ତି, ଶ୍ରେୟ ମାର୍ଗରେ ହେଲା ତାହା ପ୍ରାପ୍ତି। ତେଣୁ ଏ ସଂସାରର ସମସ୍ତ ସଫଳତା ଗୋଟେ ଯୋଗୀ ପାଇଁ ମୂଲ୍ୟହୀନ। ଆଉ ଏ ଯୋଗୀ ପାଇଁ ଯାହା ମୂଲ୍ୟବାନ, ସଂସାରର ଲୋକମାନଙ୍କ ପାଇଁ, ଯୋଉମାନେ ସୁଖ ଭୋଗ ପାଇଁ ବଞ୍ଚିଛନ୍ତି ବା ଜୀବନ ବଞ୍ଚିବାକୁ ଚାହାନ୍ତି, ସେମାନଙ୍କ ପାଇଁ ନିରର୍ଥକ। ନଟ୍ ହାଭିଂ ଏନି ତାର କିଛି ଭ୍ୟାଲ୍ୟୁ ନାହିଁ। ମୂଲ୍ୟହୀନ, ଭ୍ୟାଲ୍ୟୁଲେସ୍, ତାର କୌଣସି ମୂଲ୍ୟ ନାହିଁ, ଅନବର୍ଥୀ। ଅର୍ଜୁନ ଏଇ କଥାଟି ଏଠି କାହିଁକି ପ୍ରକାଶ କରୁଛନ୍ତି? ତାର କାରଣ ହେଲା ଦୁଇଟି। ଗୋଟିଏ କାରଣ ହେଲା, ଅର୍ଜୁନ ଯାହା ଜାଣିଛନ୍ତି ଏପର୍ଯ୍ୟନ୍ତ, ସେ ଜ୍ଞାନ ଉପରେ ତାଙ୍କର ବହୁତ କଣ? ବହୁତ ଭରସା। What I know, ପ୍ରକୃତ ଜ୍ଞାନ। ମୁଁ ଯାହା ଜାଣିଛି, ମୁଁ ସବୁ ଜାଣିଛି, ଯାହା ଜାଣିଛି ଯଥେଷ୍ଟ ଜାଣିଛି। ଏଇଟା କଣ? ଜ୍ଞାନର ଚିହ୍ନ ନା ଅଜ୍ଞାନତାର ଚିହ୍ନ? ଅଜ୍ଞାନତାର ଚିହ୍ନ। କାହିଁକି ଅଜ୍ଞାନତାର ଚିହ୍ନ?
ନା ତାର କାରଣ ହେଲା ତୁମେ ବୋଲି ଯାହା ନିଜକୁ କହୁଛ ଇଟ୍ ଇଜ ନଥିଙ୍ଗ ଏଲ୍ସ। ତୁମେ ଏ ସଂସାରରେ ଜନ୍ମ ହେଲା ପରେ ଯୋଉ ପରିବେଶରେ ରହିଛ, ଯାହା ଶାସ୍ତ୍ର ପଢିଛ, ଯୋଉମାନଙ୍କ ସାଙ୍ଗେ ମିଶିଛ, ସେଠୁ ଯାହା ଯାହା ଇନଫରମେସନ ଗୋଟେଇକି ଆଣିକି ଏଠି ରଖିଛ, ସେତକକୁ ଭାବୁଛ ତମ ନିଜର ଧନ ବୋଲି। ତମର ଧନ ନୁହେଁ। ପ୍ରକୃତ ଧନ କୋଉଠି ଅଛି? ତୁମ ମନର ଉର୍ଦ୍ଧ୍ୱରେ, ବିୟଣ୍ଡ ୟୋର ମାଇଣ୍ଡ, ବିୟଣ୍ଡ ୟୋର ମାଇଣ୍ଡ। ତୁମେ ଯାହା କିଛି ସଞ୍ଚିଛ ତମ ମନର ମାଧ୍ୟମ ଦ୍ଵାରା ତୁମେ ଅର୍ଜନ କରିଛ। ଆଉ ଅର୍ଜୁନକୁ ଭଗବାନ ମନର ଉର୍ଦ୍ଧ୍ୱକୁ କାହିଁକି ନେବେ? ନା ମନର ଉର୍ଦ୍ଧ୍ୱକୁ ସେ ଯଦି ନ ଯାଆନ୍ତି ତାହେଲେ ଆତ୍ମଜ୍ଞାନକୁ ସେ ଗ୍ରହଣ କରିପାରିବେ। ଆତ୍ମଜ୍ଞାନ ଲାଭ କରିବାକୁ ହେଲେ ମଣିଷ କଣ କରିବାକୁ ପଡିବ? ଟୁ ଟ୍ରାନ୍ସେଣ୍ଡ ଦ ମାଇଣ୍ଡ। ଯୋଗ ଚିତ୍ତ ବୃତ୍ତି ନିରୋଧ। ଯେତେ ପ୍ରକାର ବୃତ୍ତି ସବୁ ରହିଛି ଅନ୍ତଃକରଣରେ, ତାର ଯଦି ନିରୋଧ ନ ହୁଏ, ମନ ଯଦି ନିଶ୍ଚଳ ନ ହୁଏ, ତାହେଲେ କଣ ହବ? ନା ତା ଭିତରକୁ ଜ୍ଞାନର ଅବତରଣ ଘଟିବ ନାହିଁ। କାହିଁକି ନା ଜ୍ଞାନ କୌଣସି ପୁସ୍ତକରେ ନାହିଁ, ଜ୍ଞାନ କୌଣସି ପୃଥିବୀରେ କୌଣସି ଦୋକାନରେ ବିକ୍ରି ହଉନାହିଁ। ଜ୍ଞାନ ଭଗବାନଙ୍କ ଠାରୁ ଅବତରଣ କରିବ କେତେବେଳେ? ଯେତେବେଳେ ତୁମେ ସମ୍ପୂର୍ଣ୍ଣ ନୀରବ ହେଇଯିବ। ସେଥିପାଇଁ ଭାଗବତ ଆମର କହୁଛନ୍ତି, ସେଜାରେ ହୁଅନ୍ତି ସଦୟ ଜ୍ଞାନତା ହୃଦୟ ଉଦୟ। ଜ୍ଞାନ କୋଉଠୁ ଆସୁଛି? ନା ହୃଦୟ। ଇଟ ୱିଲ୍ ରିଭିଲ୍ ଫ୍ରମ ୱିଦିନ୍। ଆଉ ସେଟା କେମିତି ମିଳିବ? ଇଫ୍ ଭଗବାନଙ୍କର କୃପା, ଗ୍ରେସ୍ ଯଦି ତାକୁ ସ୍ପର୍ଶ କରେ, ତାହେଲେ ସେ ଜ୍ଞାନକୁ ସେ ଲାଭ କରିପାରିବ। ତେଣୁ ଅର୍ଜୁନଙ୍କର ଯୋଉ ଜ୍ଞାନ ଜଷ୍ଟିଫାଏ କରୁଛନ୍ତି, ତାର କାରଣ ହେଲା ଯେ ତାଙ୍କର ଯୋଉ ଇମୋସନାଲ ଷ୍ଟେଟ, ଅର୍ଜୁନଙ୍କର ଯୋଉ ଇମୋସନାଲ ଷ୍ଟେଟ, ଯୋଉ ଭାବାବେଗ, ଜୀବନ ପ୍ରତି, ପ୍ରେମ ପ୍ରତି, ସଂକଳ୍ପ ପ୍ରତି, ସଂକଳ୍ପ ସମ୍ପର୍କ ପ୍ରତି ଯୋଉ ସବୁ ଭାବାବେଗ ରହିଛି, ସେ ଭାବାବେଗ ମଣିଷକୁ କେବେ ହେଲେ ସତ୍ୟ ପଥରେ କଣ କରିପାରିବ ନାହିଁ? ପରିଚାଳିତ କରିପାରିବ ନାହିଁ। କାହିଁକି? ନା ଏହା ହଉଛି ମଣିଷର ଆତ୍ମାର ପ୍ରତିବନ୍ଧକ। ମାର୍ଗର ଏଇ ଗୋଟିଏ ଗୋଟିଏ ହେଲା ପ୍ରତିବନ୍ଧକ। ଏ ପ୍ରତିବନ୍ଧକକୁ ତୁମକୁ ଡେଇଁବାକୁ ହବ। ଆଉ ପ୍ରତିବନ୍ଧକୁ ଯଦି ତୁମେ ଦେଖିକି ରହିଗଲ ଯେ ନାଇଁ ନାଇଁ ମୁଁ ଏପଟେ ରହିବି, ଏତେ ବଡ ଜିନିଷକୁ ଯାଇକି ମୁଁ ସେପଟେ ଯିବାର କୌଣସି ଆବଶ୍ୟକତା ନାହିଁ, ଇଟ୍ ଇଜ ନଟ୍ ନେସେସାରୀ ଫର ମି। ଏଟା କେତେବେଳେ ମଣିଷ କହେ ଇଟ୍ ଇଜ ନଟ୍ ନେସେସାରୀ ଫର ମି? ଯିଏ ନିଜକୁ ଚିହ୍ନି ନାହିଁ। ଯେ ନିଜକୁ ଚିହ୍ନି ନାହିଁ, ଆଉ ସେ ଯେତେ ନିଜକୁ ଚିହ୍ନି ନାହିଁ, ନିଜର ଆବଶ୍ୟକତା ବିଷୟରେ ତାର ଜ୍ଞାନ ନାହିଁ। ନିଜର ଆବଶ୍ୟକତା କଣ? ନିଜର ଏକମାତ୍ର ଆବଶ୍ୟକତା ହେଲା ଆତ୍ମଜ୍ଞାନ। ଓନ୍ଲି ନେସେସିଟି ଅଫ ଲାଇଫ। ଆଉ ସବୁ ଯେତେ ଜ୍ଞାନ, ତାର କଣ ଆବଶ୍ୟକତା ଅଛି? ନା ତୁମେ ଯେତେ ଜ୍ଞାନ ଅର୍ଜନ କରିଛ, ଯେତେ ଯାହାକୁ ବେଦ ଅବିଦ୍ୟା ବୋଲି କହୁଛନ୍ତି, ତାହାର କାରଣ ହଉଛି ତୁମେ ତାକୁ ବୃତ୍ତି ପାଇଁ ଅର୍ଜନ କରିଛ। ବୃତ୍ତି ପାଇଁ। ବୃତ୍ତି କାହିଁକି ଆବଶ୍ୟକତା ଅଛି? ନା ଶରୀର ଧାରଣ ପାଇଁ। ଶରୀର ଥିଲେ କଣ ହବ? ନା ତମକୁ ଭଲ ଖାଦ୍ୟ ଦରକାର, ଭଲ ପୋଷାକ ଦରକାର, ବହୁତ ବଡ ଘର ଦରକାର, ବହୁତ ବଡ ଗାଡି ଦରକାର। ଏସବୁ ଆତ୍ମା ସୁଖ ପାଇଁ ନା ଶରୀର ସୁଖ ପାଇଁ? ଶରୀର ସୁଖ ପାଇଁ, ପ୍ରାଣର ସୁଖ ପାଇଁ, ମନର ବିକାଶ ପାଇଁ, ମନର ଆନନ୍ଦ ପାଇଁ, ଭୋଗ ପାଇଁ, ଯାହା ଯାହା ଇନ୍ଦ୍ରିୟ ସୁଖ ପାଇଁ। ତେଣୁ ଯେତେବେଳେ ବେଦ କଣ କହୁଛନ୍ତି? ବିଦ୍ୟା କଣ? ଯା ଆତ୍ମା ସା ବିମୁକ୍ତ, ଯା ବିଦ୍ୟା ସା ବିମୁକ୍ତ। ବିଦ୍ୟା କଣ? ଯାହା ଆତ୍ମାକୁ ବିମୁକ୍ତ କରେ, ମୁକ୍ତ କରେ। କୋଉଥିରୁ? ନା ବିଦ୍ୟା ଆଉ ଅଜ୍ଞାନତାର ଅନ୍ଧକାର ଭିତରୁ ଯିଏ ଆମକୁ ମୁକ୍ତି ଦିଏ, ତାହା ହଉଛି ବିଦ୍ୟା। ତେଣୁ ସେହି ଆତ୍ମଜ୍ଞାନ ପାଇଁ ଏହି ଯୋଉ ଡିଜେକ୍ସନ ରୁ ଦ ଜର୍ଣ୍ଣି ଟୁ ଡିସ୍କ୍ରିମିନେସନ, ନା ବିଷାଦରୁ ବିଚାର ଆଡକୁ। ବିଚାର କେତେବେଳେ ଆତ୍ମା କରିପାରିବ? ଯେତେବେଳେ ତା ଭିତରେ ଦିଟା ଅଛି, ଆତ୍ମା ଆଉ ଅନାତ୍ମା, ବିଦ୍ୟା ଆଉ ଅବିଦ୍ୟା। ଏଇଟାକୁ ସେ ପ୍ରଥମେ ଚିହ୍ନି ପାରିବ। କାହା ଦ୍ଵାରା ଚିହ୍ନି ପାରିବ? ନା ବୁଦ୍ଧିକୁ ସେ ଯୁକ୍ତ କରିବ। ବୁଦ୍ଧିକୁ କାହା ସହିତ ଯୁକ୍ତ କରିବ? ନା ତାର ଜୀବନର ଉଦ୍ଦେଶ୍ୟ ସହିତ। ବୁଦ୍ଧି ଯେତେବେଳେ ଆତ୍ମା ସହିତ ଯୁକ୍ତ ହେଇପାରିବ, ସିଏ ବାଛି ପାରିବ କଣ କରଣୀୟ, କଣ ଅକରଣୀୟ, କଣ ଶ୍ରେୟ, କଣ ପ୍ରେୟ। ଆଉ ଶ୍ରେୟର ମାର୍ଗରେ ଚାଲିବା ପାଇଁ ସେ କଣ ହବ? ପ୍ରସ୍ତୁତ ହବ। ତେଣୁ ବୃହଦାରଣ୍ୟକ ଉପନିଷଦରେ ଯେତେବେଳେ ଗାର୍ଗୀ ଯୁକ୍ତି କରୁଛନ୍ତି, ସେତେବେଳେ ସେ ନିଜେ କହୁଛନ୍ତି ଯେ ହେ ଗାର୍ଗୀ, ଏ ସଂସାରରେ ଯାହା ସବୁ ତୁମେ ଦର୍ଶନ କରୁଛ ବିଦିତ୍ୱ, ତାହା ହଉଛି ପ୍ରକୃତରେ
आत्मज्ञान कंट्रारी प्रकृत सत्य ए संसार रे नाही कोठी अछि ना ए संसार जहा किछि देखुछ ताहा होछि परिवर्तित लीला तेणु यार ऊर्ध्वरे रही मूल सत्य ए मूल सत्य को तुम चिन्ह पार केमिति ना जेतोले तुमको दिव्य दृष्टि लाभ हो अर्जुन को सही दिव्य दृष्टि पाई भगवान जेहेतु प्रस्तुत करुछंती तेणु सेथि पाई से अर्जुन को कौन करछंती ना अर्जुनकर जेते जेते वाक्य अर्जुन कहउछंती टू जस्टिफाई हिमसेल्फ भगवान का पाखरे हो जाउछि तांकर स्टेट ऑफ कॉन्शियसनेस देखा जाउछि एवं जेते जेते से निजको निजर कथा द्वारा प्रकाशित करुछंती सेते सेते भगवान पई ताहा सहज सरल होछि तांको सेई थुरु जोठी से अछंती सेरु उच्चतर स्तर को नबा लागि तेणु सावित्री रे गोटे सुंदर कथा अछि ए whisper falls into the life's inner ear and wakes the slumbering goddess in the heart ए जो अवस्था जतले आत्मा से घूमे पड़े जेतले से घूमे पड़े सेतले कौन करंती ना भगवान तांकर मधुर ध्वनि रे गुंजन रे ताको कौन करंती जागृत करंती जेमिति की से स्लम्बर भितरु से निश्चेतना भितरु से जागृत ही पारिबो तेनु प्रत्येक फल श्रौरबिंद भाषा रे प्रत्येक फल इज मेड फॉर ए ग्रेटर राइज तेणु अर्जुन जो खसी सुंदर भाव से एक उच्चतर स्थिति को उठे नवा लगी से विभिन्न कथा दे जागृत करेंगे जहाँकि आम परवर्ती आलोचना रे आहरी गभीर भाव विशद भाव आलोचना करवा ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते हरि ओम तत्सत् हरि ओम तत्सत् हरि ओम तत्सत् जत्करोसि जदस्नासि जज्जुहोसि ददासि जत्तपस्यसि कौन्तेय तत्कुरुष्व मदर्पणम् ब्रह्मार्पणम् ब्रह्म हवि ब्रह्माग्नो ब्रह्मणाहुतम् ब्रह्मैव तेन गन्तव्यम् ब्रह्म कर्म समाधिना ओम तत्सत्।